ଆମେ ତିନୋଟି ବିଷୟବସ୍ତୁ ଉପରେ ଆଲୋଚନା କରିବା। ସେ ତିନୋଟି ବିଷୟବସ୍ତୁ ହେଉଛି ଯେଉଁ ବିଷୟରେ ଆମେ ଆଲୋଚନା କରିବା। ପ୍ରଥମଟି ହେଉଛି ଇଣ୍ଟେଲେକ୍ଚୁଆଲ ଟ୍ରେଣ୍ଡ, ବୌଦ୍ଧିକ ଧାରା। ଦ୍ୱିତୀୟଟି ହେଉଛି ବ୍ରିଟେନର ରାଜନୈତିକ ପରିବର୍ତ୍ତନ 1850 ପରେ କ'ଣ ହେଇଛି। ତୃତୀୟଟି ହେଉଛି ଆମର 1870ରୁ 1858 ମସିହାରେ ୟୁରୋପରେ ରାଜନୈତିକ ସଂଗଠନ। ତେଣୁ ଆଜିର ଆମର ଯେଉଁ ଆଲୋଚ୍ୟ ବିଷୟ ହେଉଛି ଇଣ୍ଟେଲେକ୍ଚୁଆଲ ଟ୍ରେଣ୍ଡ, ଗ୍ରୋଥ ଅଫ୍ ଇଣ୍ଟେଲେକ୍ଚୁଆଲ ଟ୍ରେଣ୍ଡ। ଇଣ୍ଟେଲେକ୍ଚୁଆଲ ଟ୍ରେଣ୍ଡ ପଢ଼ିବା ପୂର୍ବରୁ ଆମକୁ ଜାଣିବାକୁ ପଡ଼ିବ ଯେ ବୌଦ୍ଧିକ ପରିବର୍ତ୍ତନ ଯେଉଁ ଘଟିଲା ଏ ସମୟରେ ତାହାର ମୂଳ କାରଣ ଗୁଡ଼ିକ କ'ଣ। ପ୍ରଥମ ଜିନିଷ ହେଉଛି ଯେ ଆମର ଅଷ୍ଟାଦଶ ଏବଂ ଊନବିଂଶ ଶତାବ୍ଦୀର ଅର୍ଦ୍ଧଭାଗରେ ରାଇଟର୍ସ, ଦାର୍ଶନିକ ମାନେ, ଥିଙ୍କର୍ସ ମାନେ ସେମାନେ ନୂଆ ନୂଆ ଆଇଡ଼ିଆ ଏବଂ ବିଚାର ନେଇ ଆସିଲେ ଏବଂ ତାଙ୍କର ଯେଉଁ ବିଚାର ଏବଂ ଯେଉଁ ନୂଆ ଚିନ୍ତନ ତାହା ଜନସାଧାରଣଙ୍କ ମନରେ ଗୋଟେ ନୂତନ ଚେତନା ସୃଷ୍ଟି ହେଲା। ଏହା ପୂର୍ବରୁ ମଧ୍ୟଯୁଗରେ ଏଇ ଯେଉଁ ସବୁ ଡେଭଲପମେଣ୍ଟ ହେଇଛି ବା ନୂତନ ଚେତନା ଆସିବା, ମନରେ ଜାଗରଣ ସୃଷ୍ଟି ହେବା, ନୂଆ କରି ଚିନ୍ତା କରିବା, ଏସବୁ ହେଉଛି ମାନସିକ ସ୍ତରରେ ଯେଉଁ ପରିବର୍ତ୍ତନ ହେଉଛି ତାହା କେତେ ଗୁଡ଼ିଏ କାରଣ ଯୋଗୁଁ ସମ୍ଭବ ହୋଇଥିଲା। ସେଇ ଯେଉଁ କାରଣ ଗୁଡ଼ିକ ହେଉଛି ଯେ ଲଙ୍ଗ ଡିଷ୍ଟାନ୍ସ ଟ୍ରେଡ୍ ଆଣ୍ଡ କମର୍ସ, ଏକ୍ସପ୍ଲୋରେସନ୍ ଅଫ୍ ସି ରୁଟ୍, ନୂଆ ନୂଆ ଭୌଗୋଳିକ ସ୍ଥାନ ଗୁଡ଼ିକ ଯେଉଁଗୁଡ଼ିକ ସବୁ ଏକ୍ସପ୍ଲୋରେସନ୍ ହେଇଥିଲା, ସାଇଣ୍ଟିଫିକ୍ ଇନୋଭେସନ୍ସ, ଏହିସବୁ କାରଣରୁ ଲୋକମାନଙ୍କ ମଧ୍ୟରେ ନୂତନ ଚିନ୍ତା ସୃଷ୍ଟି ହୋଇଥିଲା। ରେନାସା, ନବଜାଗରଣ, ରିଫର୍ମେସନ୍, ସଂସ୍କାର ଆନ୍ଦୋଳନ। ତେଣୁ ପ୍ରଥମେ ଆମକୁ ଜାଣିବାକୁ ପଡ଼ିବ ଯେ ମଧ୍ୟଯୁଗ ଏବଂ ଆଧୁନିକ ଯୁଗ ଭିତରେ ଡିଫରେନ୍ସେସ୍ କ'ଣ। ହ୍ୱାଟ୍ ୱାଜ୍ ଦ ଡିଭାଇଡିଂ ଲାଇନ୍ ବିଟୱିନ୍ ମିଡିଆଭାଲ ପିରିୟଡ଼ ଆଣ୍ଡ ମଡର୍ଣ୍ଣ ପିରିୟଡ଼। ମଧ୍ୟଯୁଗ ଆରମ୍ଭ ହେଲା with the fall of Constantinople 1453, ଯେତେବେଳେ ତୁର୍କସ ମାନେ କନଷ୍ଟାଣ୍ଟିନୋପଲକୁ ଅଧିକାର କରିନେଲେ ଏବଂ ମଧ୍ୟଯୁଗର ସମାପ୍ତି ଘଟିଲା ଏବଂ ଆଧୁନିକ ଯୁଗର ଆରମ୍ଭ ହେଲା। ରେନାସ ଆସିଲା, ଏଜ୍ ଅଫ୍ ରିଜିନ୍ସ। ମଧ୍ୟଯୁଗରେ ଲୋକମାନେ ଭିତରେ ସାହସ ନଥିଲା, ଚର୍ଚ୍ଚ ବିରୁଦ୍ଧରେ ଯାଇପାରୁନଥିଲେ, ରାଜାଙ୍କର ଅତ୍ୟାଚାରୀ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିପାରୁନଥିଲେ ଏବଂ ଚର୍ଚ୍ଚ ଯାହା କହିଲା ତାହା ମାନିବାକୁ ବାଧ୍ୟ ହେଉଥିଲେ। ସେତେବେଳେ ସମସ୍ତ କାର୍ଯ୍ୟକଳାପ, ଆର୍ଟ, ଆର୍କିଟେକ୍ଚର, ଏସବୁ ଗଡ୍ ସେଣ୍ଟର ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏଥିରେ ପରିବର୍ତ୍ତନ ଆସିଲା। ଯେତେବେଳେ ସାମନ୍ତବାଦ ଭାଙ୍ଗିଲା, ସାମନ୍ତବାଦର ବିଲୟ ଘଟିବାରେ ଲଙ୍ଗ ଡିଷ୍ଟାନ୍ସ ଟ୍ରେଡ୍ ଆଣ୍ଡ କମର୍ସ, ଦୂରଗାମୀ ଯେଉଁ ବ୍ୟବସାୟ ବାଣିଜ୍ୟ ବୃଦ୍ଧି ପାଇଲା, ସେଇଟା ହେଲା ମୂଳ କାରଣ। ଦ୍ୱିତୀୟ କାରଣ ହେଉଛି ଯେ ରାଇଜ୍ ଅଫ୍ ନେସନ୍ ଷ୍ଟେଟ୍ସ, ଆବସଲ୍ୟୁଟ୍ ଷ୍ଟେଟ୍ ବା ନିରଙ୍କୁଶ ଶାସକମାନେ ନିଜର କ୍ଷମତା ବୃଦ୍ଧି କଲେ। ସାମନ୍ତମାନଙ୍କର କ୍ଷମତା ଆସ୍ତେ ଆସ୍ତେ କମିବାକୁ ଲାଗିଲା ଏବଂ ଆଜିର ଯେଉଁ ଆମେ ବିଷୟ ଆଲୋଚନା କରିବା ସେଥିରେ ଆମେ ଦେଖିବା ଯେ ଦାର୍ଶନିକ ମାନେ ଅଷ୍ଟାଦଶ ଏବଂ ଊନବିଂଶ ଅର୍ଦ୍ଧଶତାବ୍ଦୀରେ ଦାର୍ଶନିକ ମାନେ ମଣ୍ଟେସ୍କ୍ୟୁ, ଭୋଲ୍ଟେୟାର, ରୁସୋ କିଭଳି ସେମାନେ ନିଜର ଶକ୍ତିଶାଳୀ ଲେଖନୀ ମାଧ୍ୟମରେ ଥ୍ରୁ ଦେୟାର ପାୱାରଫୁଲ୍ ରାଇଟିଂସ୍ ଦେ କ୍ରିଏଟେଡ୍ ଆନ୍ ଏନଭାୟରନମେଣ୍ଟ, ଏମିତି ଗୋଟେ ପରିବେଶ ସୃଷ୍ଟି ହେଲା ଯେଉଁଭଳି ଲୋକମାନଙ୍କ ମଧ୍ୟରେ ସାହସ ସୃଷ୍ଟି ହେଲା ଏବଂ ଅତ୍ୟାଚାରୀ ଶାସନ ବିରୁଦ୍ଧରେ, ସାମାଜିକ ଅସମାନତା ବିରୁଦ୍ଧରେ, ଆର୍ଥିକ ଶୋଷଣ ବିରୁଦ୍ଧରେ ସେମାନଙ୍କ ଯେଉଁ ଲେଖା ଏକ ଶକ୍ତିଶାଳୀ ଅସ୍ତ୍ର ଭାବେ ଉଭା ହେଲା ଏବଂ ଲୋକମାନେ ଯେଉଁ ଭୟ କରୁଥିଲେ ବା ଚର୍ଚ୍ଚ ବିରୁଦ୍ଧରେ କୌଣସି କଥା କହିପାରୁନଥିଲେ, ଲୋକମାନଙ୍କର ସାହସ ନଥିଲା, ରାଜାଙ୍କର ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିପାରୁନଥିଲେ। କିନ୍ତୁ ଏ ଫିଲୋସୋଫର ମାନଙ୍କର ଯେଉଁ ବାଣୀ ରହିଲା, ଯେଉଁ ବିଚାର ରହିଲା, ଯେଉଁ ନୀତି ରହିଲା, ଯେଉଁ ଲେଖନୀ ରହିଲା, ତାହା ବିପ୍ଳବ ଆଣିଲା ଏବଂ ଫରାସୀ
ରାଷ୍ଟ୍ର ବିପ୍ଳବ ଅଦ୍ଭୁତପୂର୍ବ ସଫଳତା ହେଲା ଏବଂ ଅତ୍ୟାଚାରୀ ଶାସନ ବୋର୍ବନ ଡାଇନେଷ୍ଟିର ପତନ ଘଟିଲା ଏବଂ ଲିବର୍ଟି ଇକ୍ୱାଲିଟି ଫ୍ରେଟର୍ନିଟି ଲିବର୍ଟି ଫ୍ରିଡମ୍ ଲୋକମାନଙ୍କର ନିଜର ଫ୍ରିଡମ୍ ଯେଉଁଟା ଲୋକଙ୍କୁ ଫ୍ରିଡମ୍ ମିଳିଲା ଇକ୍ୱାଲିଟି ଆସିଲା ଫ୍ୟୁଡାଲ ଷ୍ଟ୍ରକ୍ଚର ଲୋପ ପାଇଲା ବିଶ୍ୱ ଭାତୃତ୍ୱ ଉପରେ ସେମାନେ ଗୁରୁତ୍ୱ ଦେଲେ ଏହିସବୁ ସମସ୍ୟା ଆଗରୁ ଯେଉଁ ସବୁ ସମସ୍ୟା ଥିଲା ଲୋକମାନଙ୍କ ଭିତରେ ଯେଉଁ ଏକତା ରହୁନଥିଲା ଏସବୁ ଆସ୍ତେ ଆସ୍ତେ ଏକତା ସୃଷ୍ଟି ହେଲା ନ୍ୟାସନାଲିଜିମ୍ ଆସିଲା ତେଣୁ ଏଇ ଯେଉଁ ଏଜ୍ ଅଫ୍ ଏନଲାଇଟମେଣ୍ଟ ଆମେ ଯେଉଁ କହୁଛେ ଯେଉଁ ଏନଲାଇଟମେଣ୍ଟ ଏଜ୍ ଅଫ୍ ରିଜିନ୍ କହୁଛେ ଆଗରୁ ଯେଉଁ ସମସ୍ୟା ଯେକୌଣସି ସମସ୍ୟା ଥିଲା ବା ଯେକୌଣସି ସିଦ୍ଧାନ୍ତରେ ଲୋକମାନେ ପହଞ୍ଚୁଥିଲେ ତାହା ବିଶ୍ୱାସ ଉପରେ ପର୍ଯ୍ୟବେସିତ ଥିଲା they reached a conclusion on basis of faith now in place of faith they emphasize reason ତର୍କ ମାଧ୍ୟମରେ ସିଦ୍ଧାନ୍ତରେ ପରିଣତ ହେବା ଅନ୍ଧ ଭାବରେ କୌଣସି ଜିନିଷକୁ ଗ୍ରହଣ ନ କରିବା ଏଇ ଯେଉଁ ସବୁ ପରିବର୍ତ୍ତନ ଆସିଲା ଟ୍ରାନ୍ସଫର୍ମେସନ୍ ଆସିଲା ତ ସେଥିପାଇଁ ଦାର୍ଶନିକ ମାନଙ୍କର ଭୂମିକା ବହୁତ ପ୍ରଶଂସନୀୟ ଏବଂ ଏନଲାଇଟମେଣ୍ଟ ଥିଙ୍କିଂ ବୌଦ୍ଧର ଯେଉଁ ଜ୍ଞାନର ଯେଉଁ ପରିସୀମା ପଡ଼ିଲା ଯେଉଁ ଥିଙ୍କର୍ସ ମାନେ ଆରମ୍ଭ କରିଥିଲେ ତାଙ୍କ ଭିତରେ ଥୋମାସ ହବ୍ସ ଅନ୍ୟତମ ସପ୍ତମ ଶତାବ୍ଦୀର ସେ ଯେଉଁ ବହି ଲେଖିଥିଲେ ସେ ବହିର ନାମ ହେଉଛି ଲେଭିଆଥନ୍ ଏବଂ ସେ ପୁସ୍ତକରେ ସେ ଏକ ଶକ୍ତିଶାଳୀ ରାଜତନ୍ତ୍ର ସପକ୍ଷରେ ମତ ଦେଇଛନ୍ତି କାରଣ ସେ କହୁଛନ୍ତି ଯେ ବାଇ ନେଚର ମ୍ୟାନ୍ ଇଜ୍ ବ୍ରୁଟାଲ ମ୍ୟାନ୍ ଇଜ୍ ସେଲଫିସ୍ ଏବଂ ମଣିଷ ହେଉଛି ସ୍ୱାର୍ଥନ୍ୱେଷୀ ମଣିଷ ହେଉଛି କ୍ଷମତା ପାଇଁ ଲାଳାୟିତ ଏବଂ ଯଦି ଶକ୍ତିଶାଳୀ ମେକାନିଜିମ୍ ନ ରହିବା ରାଜା ନୁହନ୍ତି ଶକ୍ତିଶାଳୀ ରାଜା ସର୍ବଶକ୍ତିମାନ ନୁହନ୍ତି ତାହେଲେ ସମାଜରେ ବିଶୃଙ୍ଖଳା ସୃଷ୍ଟି ହେବ ଯେହେତୁ ଲୋକମାନଙ୍କର ପ୍ରକୃତି ହେଉଛି ସ୍ୱାର୍ଥପର ସେମାନେ କ୍ଷମତା ଲୋଭୀ ସେଥିପାଇଁ ସାମାଜିକ ଶୃଙ୍ଖଳା ଓ ପ୍ରତିଷ୍ଠା ପରିଚାଳନା ପାଇଁ ଏକ ଶକ୍ତିଶାଳୀ ସରକାର ଆବଶ୍ୟକ ଇ ବିଲିଭ୍ ଦ୍ୟାଟ୍ ଏ ପାୱାରଫୁଲ୍ ମୋନାର୍କି would ensure peace tranquility in the society. He contends that humans are inherently self-interested and driven by a desire for power leading to conflict, chaos without authority. ମଣିଷର ପ୍ରକୃତି ଦୁର୍ନୀତି କରିବା କିନ୍ତୁ ଦୁର୍ନୀତି କରନ୍ତି ନାହିଁ ତ ଦୁର୍ନୀତି ନ କରିବା ପଛରେ ଯେଉଁ ଭୟ ଅଛି ସରକାରୀ କଟକଣା ଅଛି ନୀତି ନିୟମ ଅଛି ଦଣ୍ଡବିଧାନ ଅଛି ସେ ଦଣ୍ଡବିଧାନ ତାଙ୍କୁ ସେଥିରୁ ସେ କାର୍ଯ୍ୟ କରିବାରୁ ନିବୃତ୍ତ କରେ ଯଦି ଦଣ୍ଡବିଧାନ ରହିବନି ବା ନୀତି ନିୟମ ବିଧାନକୁ ଏନଫୋର୍ସ କରିବା ପାଇଁ ମେକାନିଜିମ୍ ନ ରହିବ ନାହିଁ ଏବଂ ସମସ୍ତେ ଯଦି ନେଚର ଷ୍ଟେଟ୍ ରହିବେ ସମସ୍ତେ ଯଦି ଅନଲିମିଟେଡ୍ ଲଗାମବିହୀନ ଜୀବନ ବ୍ୟତୀତ କରିବେ ତାହେଲେ ସାମାଜିକ ପ୍ରତିଷ୍ଠା ସାମାଜିକ ସୁରକ୍ଷା ଏନିଶ୍ଚୟ କରିହେବନି ତ ସେଥିପାଇଁ ସେ କହିଲେ ଯେ ଶକ୍ତିଶାଳୀ ରାଜାଙ୍କର ଆବଶ୍ୟକତା ରହିଛି ସେଇଭଳି ଭାବରେ ଆମେ ଦେଖିଲେ ଯେ ଏଇ ଯେଉଁ ସବୁ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଲୋକମାନେ ସ୍ୱର ଉତ୍ତୋଳନ ନ କରିବାର ମୂଳ କାରଣ ହେଉଛି ଇଗ୍ନୋରାନ୍ସ ଅଜ୍ଞତା ଲୋକମାନେ ନିଜ ନିଜ ଭିତରେ ବା ସେମାନଙ୍କୁ ଆଗରୁ ସେଭଳି ଭାବରେ ଟ୍ରେନ୍ କରି ଦିଆଯାଇନଥିଲା ମୁକ୍ତ ଭାବରେ ବଞ୍ଚିବାର ଅଧିକାର ନଥିଲା ତେଣୁ ଯେତେକ ଏହି ସମୟରେ ଯେଉଁମାନେ ସବୁ ଥିଙ୍କର୍ସ ଆସିଲେ ବା ଏହା ପରବର୍ତ୍ତୀ ସମୟରେ ଯେଉଁ ଆମର ଲିବେରାଲିଜିମ୍ ଆସିଲା ବା ଉଦାରବାଦ ଆସିଲା ସମସ୍ତ ଦାର୍ଶନିକ ମାନଙ୍କର ପ୍ରଥମ ବା ଯୁକ୍ତି ହେଉଛି ଯେ ବ୍ୟକ୍ତିଗତ ସ୍ୱାଧୀନତା ଇଣ୍ଡିଭିଜୁଆଲ ଫ୍ରିଡମ୍ ବ୍ୟକ୍ତି ସ୍ୱାଧୀନତା ଦ୍ୱାରା ହିଁ ଜଣେ ମୁକ୍ତ ଭାବରେ ଚିନ୍ତା କରିପାରିବ ଏବଂ ନୂତନ ଚିନ୍ତାର ବା ନୂତନ ବିଚାରତା ମନକୁ ଆସିପାରିବ ତେଣୁ ସେଥିପାଇଁ ସେମାନେ
ଲୋକମାନଙ୍କୁ ଉତ୍ସାହିତ କରୁଥିଲେ। ମଣ୍ଟେସ୍କୁ ତାଙ୍କର ଆଇନର ତାତ୍ପର୍ଯ୍ୟ ସ୍ପିରିଟ୍ ଅଫ୍ ଲର ସେ କହିଲେ ଯେ ସେପାରେସନ୍ ଅଫ୍ ପାୱାର, ହି ଏମ୍ଫାସାଇଜ୍ଡ ଅନ୍ ସେପାରେସନ୍ ଅଫ୍ ପାୱାର, କ୍ଷମତାର ବିକେନ୍ଦ୍ରୀକରଣ ଉପରେ ବହୁତ ଗୁରୁତ୍ୱ ପ୍ରଦାନ କରିଥିଲେ। ବିକେନ୍ଦ୍ରୀକରଣ, କ୍ଷମତାର ବିକେନ୍ଦ୍ରୀକରଣ କ'ଣ? ଏକ୍ଜିକ୍ୟୁସନ୍, ସେପାରେସନ୍ ଅଫ୍ ପାୱାର। ଜଣକ ପାଖରେ ରାଜତନ୍ତ୍ରରେ ରାଜା ଥିଲେ ସର୍ବଶକ୍ତିମାନ, ସମସ୍ତ କ୍ଷମତା ତାଙ୍କ ହାତରେ ଠୁଳ ହୋଇ ରହିଥିଲା। ଏକ୍ଜିକ୍ୟୁଟିଭ, ଲେଜିସ୍ଲେଟିଭ, ଜୁଡ଼ିସିଆରୀ ସମସ୍ତ କ୍ଷମତା ତାଙ୍କ ହାତରେ ଥିଲା। ତେଣୁ ସେ ଯେଉଁ ସମସ୍ତ କ୍ଷମତା ଜଣକ ପାଖରେ ରହିଲେ ସେ ନିଶ୍ଚିନ୍ତ ଦୁର୍ନୀତିଗ୍ରସ୍ତ ହେବ। ସେଥିପାଇଁ ଫର୍ ଚେକ୍ ଆଣ୍ଡ ବାଲାନ୍ସ, ପ୍ରପର କ୍ଷମତାର ବା ଆକ୍ସନର ପ୍ରତ୍ୟେକ ଆକ୍ସନର ତାଙ୍କର ପ୍ରତ୍ୟେକ ଆକ୍ସନକୁ, ଏକ୍ଜିକ୍ୟୁଟିଭ ଆକ୍ସନକୁ, ଲେଜିସ୍ଲେଟିଭ ବା ଜୁଡ଼ିସିଆରୀ ପରସ୍ପରର ଆକ୍ସନକୁ ବା ପରସ୍ପର ନିଜର କ୍ଷମତା ବଳୟ ଭିତରେ କାମ କରିବେ। ଯେଉଁ ସେପାରେସନ୍ ଅଫ୍ ପାୱାର କଥା ସେ କହିଲେ, ତାଙ୍କର ମୂଳ ଉଦ୍ଦେଶ୍ୟ ଥିଲା ଟୁ ମେଣ୍ଟେନ୍ ଚେକ୍ ଆଣ୍ଡ ବାଲାନ୍ସ। ସରକାରଙ୍କର ଯେଉଁ ବା ଡିଫରେଣ୍ଟ ବ୍ରାଞ୍ଚେସ୍ ଅଛି, ସେ ବ୍ରାଞ୍ଚେସ୍ ଭିତରେ ସମନ୍ୱୟରେ କାମ କରିବେ। କେହି କାହାର କ୍ଷମତା ପରିସୀକୁ ଏନକ୍ରୋଚ୍ କରିବେ ନାହିଁ, ଅତିକ୍ରମଣ କରିବେ ନାହିଁ, ନିଜ ନିଜ କ୍ଷମତାରେ ରହିକି ନିଜ କାମ କରିବେ। ଯାହାଫଳରେ କି ସ୍ୱେଚ୍ଛାଚାରିତା ବା ସ୍ୱେଚ୍ଛାଚାରିତା ହେବ ନାହିଁ, ଅନଲିମିଟେଡ୍ ବା ଲଗାମବିହୀନ ଶାସନ ପ୍ରତିଷ୍ଠା ହୋଇପାରିବ। ଯେମିତି ରାଜାମାନେ ସ୍ୱେଚ୍ଛାଚାରିତ ଥିଲେ, ମନ ଇଚ୍ଛା ଶାସନ କରୁଥିଲେ, ତାଙ୍କୁ କେହି କହିବାକୁ ନଥିଲେ, ସେ ହେଲେ ଫାଇନାଲ ଲ, ଯାହା ତାଙ୍କ କହିଲେ ସେଇଟା ହେଲା ଲ। ଏବଂ ସେମାନେ ଡିଭାଇନ୍ ରାଇଟ୍ ଥିଓରି ହିସାବରେ ବିଶ୍ୱାସ କରୁଥିଲେ। ସେମାନେ କେବଳ ଈଶ୍ୱରଙ୍କ ପାଖରେ ଦାୟୀ ଏବଂ ଅନ୍ୟ କାହା ପାଖରେ ସେମାନେ ଦାୟୀ ନୁହନ୍ତି। ସେମାନେ ହେଉଛନ୍ତି ଭଗବାନଙ୍କର ପ୍ରତିନିଧି, ରିପ୍ରେଜେଣ୍ଟେଟିଭ୍ ଗଡ୍ ଅନ୍ ଆର୍ଥ। ଏଇ ଯେଉଁ ତାଙ୍କର ମନୋଭାବ ଥିଲା, ଏଇଭଳି ମନୋଭାବ ରଖି ସେମାନେ ଶାସନ କରୁଥିଲେ। ତାଙ୍କ ପରେ ଆମେ ଦେଖିବା ଭୋଲ୍ଟେୟାର, ଆଉ ଜଣେ ଦାର୍ଶନିକ। ତ ଭୋଲ୍ଟେୟାର ବେସିକାଲି କ୍ରିଟିସାଇଜ୍ ଆଣ୍ଡ ହି ଆଟାକ୍ଟ ଚର୍ଚ୍ଚ ଆଣ୍ଡ ରିଲିଜିୟସ୍ ଇଣ୍ଟରଲେନ୍ସ ଆଣ୍ଡ ଇକୋନୋମିକ୍ ଏକ୍ସପ୍ଲଏଟେସନ୍। ଚର୍ଚ୍ଚରେ ଯେଉଁ ସବୁ ଦୁର୍ନୀତି ଥିଲା, ଯେସବୁ ଅସୁବିଧା, ତା ଭିତରେ ଯେ ସବୁ ସିଷ୍ଟମ୍ ଭିତରେ ଯାହା ସବୁ ଅସୁବିଧା ରହିଥିଲା, ତାହା ବିରୁଦ୍ଧରେ ସେ ସ୍ୱର ଉତ୍ତୋଳନ କଲେ। ଚର୍ଚ୍ଚ ବିରୁଦ୍ଧରେ ଜନସାଧାରଣଙ୍କର ବହୁତ ଅସନ୍ତୋଷ ଥିଲା। ବିଭିନ୍ନ ଚର୍ଚ୍ଚର ବା ଚର୍ଚ୍ଚ କର୍ମକର୍ତ୍ତାଙ୍କର, ଅଥରିଟି ମାନଙ୍କର ମୁଖ୍ୟ କାମ ହେଉଛି ଆଧ୍ୟାତ୍ମିକ ବିକାଶ, ଜନସାଧାରଣଙ୍କୁ ନୈତିକ ବିକାଶରେ ସାହାଯ୍ୟ କରିବା। କିନ୍ତୁ ପରବର୍ତ୍ତୀ ସମୟରେ they lived church and church accumulated wealth and rolled in wealth, luxury, ଅତି ଆୟାସରେ ଆରାମ ଜୀବନଯାପନ କଟାଇଲେ, ଦୁର୍ନୀତିଗ୍ରସ୍ତ ହେଲେ। ସେଟାକୁ ସେ ଆଟାକ୍ କଲେ, କ୍ରିଟିସାଇଜ୍ କଲେ। ଏବଂ ସିଏ କହୁଥିଲେ ଯେ ଟୁ ଅଣ୍ଡରଷ୍ଟାଣ୍ଡ ଗଡ୍, ଭଗବାନଙ୍କୁ ବୁଝିବାକୁ ହେଲେ ଆମକୁ ବିଶ୍ୱାସର ଆବଶ୍ୟକତା ନାହିଁ, ଭଗବାନଙ୍କୁ ବୁଝିବାକୁ ହେଲେ ଆମକୁ ତର୍କର ଆବଶ୍ୟକ। ତର୍କ ମାଧ୍ୟମରେ ହିଁ ଆମେ ଭଗବାନଙ୍କୁ ବୁଝିପାରିବା। ଏବଂ ରିଲିଜନଟାକୁ ବା ଧର୍ମକୁ ଅନ୍ଧ ଭାବରେ ବିଶ୍ୱାସ କରିବା କଥା ନୁହଁ। ଏବଂ ଧର୍ମକୁ ବୁଝିବାକୁ ହେଲେ ଆମକୁ ରିଜିନକୁ ଯିବାକୁ ପଡ଼ିବ, କାରଣକୁ ଯିବାକୁ ପଡ଼ିବ, ଦେଖିବାକୁ ପଡ଼ିବ। ରୁସୋ ଆନାଦର ଦାର୍ଶନିକ, ଅନ୍ୟ ଜଣେ ମହାନ ଦାର୍ଶନିକ, ଯିଏ ଲେଖିଥିଲେ ସୋସିଆଲ କଣ୍ଟ୍ରାକ୍ଟ ଥିଓରି, ସାମାଜିକ ଚୁକ୍ତି। ସେ ତାଙ୍କ ସାମାଜିକ ଚୁକ୍ତିରେ କହିଥିଲେ ଯେ ମ୍ୟାନ୍ ଇଜ୍ ବର୍ନ ଫ୍ରି ଆଣ୍ଡ ଏଭ୍ରିୱେୟାର ଇଜ୍ ଚେଞ୍ଜ। ମଣିଷ ମୁକ୍ତ ଭାବରେ ଜନ୍ମ ନିଏ, କିନ୍ତୁ ସମାଜରେ ହିଁ ତାକୁ ବିଭିନ୍ନ ପ୍ରକାର ବନ୍ଧନରେ ହିଁ ଆଟାଚମେଣ୍ଟ ଆସେ। ପ୍ରଥମରୁ ଜନ୍ମ ନେଲେ ସମସ୍ତେ ମୁକ୍ତ, କିନ୍ତୁ ସମାଜରେ ଆଗକୁ ବଢ଼ିଲେ ତାପରେ ବିଭିନ୍ନ ପ୍ରକାର ସମସ୍ୟା ବା ବନ୍ଧନ ଯୁକ୍ତ ହୁଏ। ଏବଂ ଯାହା ରାଜାଙ୍କୁ ଭଲ ଲାଗେ, ରାଜା ସେଇ କାମ କରିବା ଉଚିତ ନୁହେଁ। ଜେନେରାଲ ୱିଲ୍, ସାଧାରଣ ଇଚ୍ଛା ଉପରେ ହିଁ ଗୁରୁତ୍ୱ ପ୍ରଦାନ କରିଥିଲେ ରାଜା। ଏ ଯେଉଁ ଦାର୍ଶନିକ ମାନେ ରହିଲେ, ସେମାନଙ୍କର ମୂଳ ଉଦ୍ଦେଶ୍ୟ ଥିଲା ଯେ କିଭଳି ଭାବେ ଜନସାଧାରଣଙ୍କୁ ଜାଗ୍ରତ କରାଇବା, ଜନସାଧାରଣଙ୍କୁ ଯେଉଁ ସବୁ ରାଜନୀତିକ ଦୁର୍ନୀତି ଥିଲା, ସାମାଜିକ ଅସମାନତା ଥିଲା, ଆର୍ଥିକ ଶୋଷଣର ଶିକାର ହେଉଥିଲେ, ଏଇ ଯେଉଁ ସବୁ ସମାଜରେ ସୁସ୍ଥ ଭାବରେ, ସ୍ୱାଧୀନ ଭାବରେ ବା ନିଜର ଅଧିକାର ସହିତ
ଲୋକମାନେ ବଞ୍ଚି ପାରୁନଥିଲେ, କାହିଁକିନା ସିଷ୍ଟମରେ ବା ବ୍ୟବସ୍ଥା ସେତେବେଳେ ବିଧି ବ୍ୟବସ୍ଥା ରାଜନୈତିକ ବ୍ୟବସ୍ଥା ଲୋକମାନଙ୍କୁ ମୁକ୍ତ ଭାବରେ ଏବଂ ନିଜର ସମ୍ମାନର ସହିତ ନିଜର ଅଧିକାର ସହିତ ବଞ୍ଚିବାରୁ ବଞ୍ଚିତ କରୁଥିଲେ। ତେଣୁ ଏହିସବୁ ଅଧିକାର ବିରୁଦ୍ଧରେ ଗଣ ଆନ୍ଦୋଳନ ହୋଇଥିଲା, ବିପ୍ଳବ ହୋଇଥିଲା, ଯାହାଫଳରେ କି ଶେଷରେ ରାଜତନ୍ତ୍ରର ବିଲୟ ଘଟିଥିଲା ଏବଂ ସାଧାରଣତନ୍ତ୍ରର ଜୟ ହୋଇଥିଲା। ଦ୍ୱିତୀୟ ଜିନିଷ ହେଉଛି ଆମେ ମଧ୍ୟ ଏଇ ଯେଉଁ ଇଣ୍ଟେଲେକ୍ଚୁଆଲ ବା ଯେଉଁ ବୌଦ୍ଧିକ ଧାରା ବିଷୟରେ ଆଜି ଆଲୋଚନା କରୁଛେ, ସେଥିରେ ମଧ୍ୟ ଏବେ ଆମେ ଡିସ୍କସନ୍ କରିବା ଉଦାରବାଦ ବିଷୟରେ, ଲିବେରାଲିଜିମ୍ ବିଷୟରେ ଆମେ ଡିସ୍କସ୍ କରିବା ବା ଆଲୋଚନା କରିବା। ଲିବେରାଲିଜିମ୍ କ'ଣ? ପ୍ରଥମ ଯେ ଲିବେରାଲିଜିମ୍ ହେଉଛି ବ୍ୟକ୍ତିଗତ ସ୍ୱାଧୀନତା, ଇଣ୍ଡିଭିଜୁଆଲ ଫ୍ରିଡମ୍। ଇଣ୍ଡିଭିଜୁଆଲ ଫ୍ରିଡମ୍ ହେଉଛି ଫଣ୍ଡାମେଣ୍ଟାଲ ରାଇଟ୍ସ, ଇନଆଲିଏନେବଲ୍ ରାଇଟ୍ସ, ଜଣେ ବ୍ୟକ୍ତିର ମୌଳିକ ଅଧିକାର। ବ୍ୟକ୍ତି ସ୍ୱାଧୀନତା ହେଉଛି ପ୍ରଥମ ରିକ୍ୱାରମେଣ୍ଟ, ସବୁଠାରୁ ମୂଳ ଆବଶ୍ୟକ ସୁସ୍ଥ ଜୀବନଯାପନ କରିବାରେ ଓ ସୁସ୍ଥ ସମାଜ ଗଠନ କରିବାରେ ଏହାର ଆବଶ୍ୟକତା ରହିଛି। ଯେଉଁ ସବୁ ଆମର ଇଣ୍ଟେଲେକ୍ଚୁଆଲ ଥିଲେ, ଫିଲୋସଫର୍ସ ଦାର୍ଶନିକ ଥିଲେ, ସମସ୍ତେ ଏହାରି ଉପରେ ହିଁ ଗୁରୁତ୍ୱ ପ୍ରଦାନ କରୁଥିଲେ। ବ୍ୟକ୍ତି ସ୍ୱାଧୀନତା ହେଉଛି ଆମର ରାଇଟ୍ ଟୁ ସ୍ପିଚ୍, କହିବାର ସ୍ୱାଧୀନତା, ରାଇଟ୍ ଟୁ ଥଟ୍, ଫ୍ରିଡମ୍ ଅଫ୍ ଥଟ୍, ଫ୍ରିଡମ୍ ଅଫ୍ ସ୍ପିଚ୍, ଫ୍ରିଡମ୍ ଅଫ୍ ଏକ୍ସପ୍ରେସନ୍, ମୁଭମେଣ୍ଟ, ରାଇଟ୍ ଟୁ ଲିଭ୍, ରାଇଟ୍ ଟୁ ଲାଇଫ୍, ଏସବୁ ଫଣ୍ଡାମେଣ୍ଟାଲ ରାଇଟ୍ସ ଆମର ଅଛି, ହ୍ୟୁମାନ୍ ରାଇଟ୍ସ ଅଛି, ଯେଉଁଟାକି ଆଗରୁ ଲୋକମାନଙ୍କୁ ସେଥିରୁ ବଞ୍ଚିତ କରାଯାଉଥିଲା। କାରଣ ରାଜତନ୍ତ୍ରର ସାମରିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଭୟରେ କୌଣସି ଲୋକ ଯଦି ରାଜତନ୍ତ୍ରରେ କୌଣସି ବା ଏଥିରେ ବା ମୋନାର୍କିକାଲ ଫର୍ମ ଅଫ୍ ଗଭର୍ଣ୍ଣମେଣ୍ଟରେ ଯାହା ସବୁ ଡିଫେକ୍ଟ ରହିଥିଲା, ଅତ୍ୟାଚାରିତ ହେଉଥିଲେ ମଧ୍ୟ କେହି ସାହସ କରୁନଥିଲେ। ଲିବେରାଲିଜିମ୍ର ଦୁଇଟି ଧାରା ରହିଛି, ଗୋଟେ ହେଲା ୟୁଟିଲିଟେରିଆନିଜିମ୍, ଉପଯୋଗିତାବାଦ, ଆଉ ଗୋଟିଏ ହେଉଛି ଆମର ଲାସେସ୍ ଫେୟାର ଥିଓରି। ସେ ୟୁଟିଲିଟେରିଆନ୍ ଥିଓରି ଯେଉଁଟାକୁ ଆମେ କହୁଛେ ୟୁଟିଲିଟେରିଆନିଜିମ୍, ତାହାର ମୂଳ ପ୍ରବକ୍ତା ଥିଲେ ଜେରେମି ବେନ୍ଥାମ୍। ୟୁଟିଲିଟେରିଆନିଜିମ୍ର ମେନ୍ ମୋଟୋ ହେଉଛି greatest happiness of the greatest number। ୟୁଟିଲିଟେରିଆନ୍ ମାନେ ଯେଉଁ ଆକ୍ସନ୍ ଜନସାଧାରଣଙ୍କୁ ସୁଖ ପହଞ୍ଚାଇବ ସେମାନେ ତା ଫେଭର ଥିଲେ। ୟୁଟିଲିଟେରିଆନ୍ସ ଫେଭର actions those help people to remain happy। ଯେଉଁମାନେ ଯାହା ସୁଖ, ଯାହା ଲୋକମାନଙ୍କର ଉନ୍ନତି ଆଣିବ, ଯେଉଁ କାର୍ଯ୍ୟ ଯେଉଁ ପଦକ୍ଷେପ ନେଲେ ଜନସାଧାରଣଙ୍କର ମଙ୍ଗଳ ହେବ, ଅଧିକା ଲୋକମାନେ ଖୁସିରେ ରହିବେ, ସେଇଭଳି କାର୍ଯ୍ୟକ୍ରମ ସେମାନେ ସପୋର୍ଟ କରୁଥିଲେ ବା ସାହାଯ୍ୟ କରୁଥିଲେ ଏବଂ ସେମାନେ ଫେଭର କରୁଥିଲେ। ଆଣ୍ଡ ଦେ ଅପୋଜ ସଚ୍ ଆକ୍ସନ୍ସ ଦ୍ୟାଟ୍ ବ୍ରିଙ୍ଗସ୍ ପେନ୍ ଟୁ ଦ ପବ୍ଲିକ୍। ଜନସାଧାରଣଙ୍କ ପ୍ରତି ଯେକୌଣସି କାର୍ଯ୍ୟ ବା ଯେକୌଣସି ପଦକ୍ଷେପ ସରକାରଙ୍କର ଯଦି ଏହା ଜନସାଧାରଣଙ୍କୁ କଷ୍ଟ ପହଞ୍ଚାଉଛି, ଦୁଃଖ ପହଞ୍ଚାଉଛି, ସେ ତାହାର ବିରୋଧ କରୁଥିଲେ। ୟୁଟିଲିଟେରିଆନିଜିମ୍ ଯାହା ରହିଲା ଉପଯୋଗିତାବାଦ, ତାହା ସାମଗ୍ରିକ ଭାବରେ ଗୋଟେ ୱେଲଫେୟାର ଷ୍ଟେଟ୍ ଗଠନ କରିବାରେ ସହାୟକ ହେବ। ଆଗରୁ ଆମର ଯେଉଁ ରାଷ୍ଟ୍ର ଥିଲା, ସେଟା ଏଇ ସମୟରେ ଯେଉଁ ରାଷ୍ଟ୍ର ଥିଲା, ଯେଉଁ ଡିଫେକ୍ଟ ଥିଲା, ସେତେବେଳେ ଥିଲା ଆବସଲ୍ୟୁଟ୍ ମୋନାର୍କି ଥିଲା। ରାଜା ଥିଲେ ସର୍ବଶକ୍ତିମାନ, ନିରଙ୍କୁଶ ଶାସକ ଥିଲେ। ତେଣୁ ତାଙ୍କୁ ଯାହା ଭଲ ଲାଗିଲା ସେଇଟା ସିଏ କରିବେ। ସମାଜରେ ବା ଲୋକମାନଙ୍କର ମଙ୍ଗଳ ହେଉ ବା ନ ହେଉ, ସେଥିପ୍ରତି ସେମାନଙ୍କର କୌଣସି ଚିନ୍ତା ନଥିଲା, କୌଣସି କନସର୍ନ ନଥିଲା। ସମାଜରେ ଯେଉଁମାନେ ଅଧିକାଂଶ ଲୋକ, ମେଜରିଟି ଅଫ୍ ଦ ପିପୁଲ, ସାଧାରଣ ବର୍ଗର ଲୋକ ଯେଉଁମାନେ ହିଁ କର ଦେଉଥିଲେ, ଟ୍ୟାକ୍ସ ଦେଉଥିଲେ, ସେମାନଙ୍କର ଜୀବନ ଅତି ଦୁଃଖମୟ ଥିଲା। ଦେ ଆର୍ ଲିଭିଂ ଏ ଲାଇଫ୍ ଅଫ୍ ଆବଜେକ୍ଟ ପଭର୍ଟି। ହ୍ୱେରାଜ୍ ଯେଉଁମାନେ ପ୍ରିଭିଲେଜ୍ କରୁଥିଲେ, ସବୁ ସୁବିଧା ସୁଯୋଗ ଉପଭୋଗ କରୁଥିଲେ, ସେମାନଙ୍କର କୌଣସି ରେସ୍ପନ୍ସିବିଲିଟି ନଥିଲା, ଦାୟିତ୍ୱ କମ୍ ନଥିଲା, ଟ୍ୟାକ୍ସ ଦେଉନଥିଲେ, କର ଦେଉନଥିଲେ। ଏଇ ସାଧାରଣ ଲୋକମାନଙ୍କ କର ଉପରେ ସେମାନେ
ବଞ୍ଚୁଥିଲେ। ଦ ଆପ୍ରୋପ୍ରିଏଟେଡ୍ ରିସୋର୍ସେସ୍ whereas the common people they are deprived of the resources ସମ୍ବଳର ଅଭାବ ଏମାନଙ୍କ ପାଖରେ ଥିଲା। ତେଣୁ ସମାଜରେ ଗୋଟେ ସମାନତା ନଥିଲା। କିଛି ଲୋକ ଖୁସିରେ ଜୀବନଯାପନ କରୁଥିଲେ ଏବଂ ଯେଉଁମାନେ ପ୍ରକୃତରେ ଯାହାର ଅଧିକା କଣ୍ଟ୍ରିବ୍ୟୁସନ୍ ଥିଲା ରାଷ୍ଟ୍ର ପ୍ରତି, ରାଷ୍ଟ୍ର ନିର୍ମାଣ ପ୍ରତି ଯେଉଁମାନଙ୍କର ଅଧିକା କଣ୍ଟ୍ରିବ୍ୟୁସନ୍ ଥିଲା, ଯେଉଁମାନେ ରାଷ୍ଟ୍ରକୁ ସାହାଯ୍ୟ କରୁଥିଲେ, ସେମାନଙ୍କର ଜୀବନ ଅତି ଦୁଃଖମୟ ହେଉଥିଲା। ବେସିକାଲି ଯେଉଁ ତେଣୁ ପରବର୍ତ୍ତୀ ସମୟରେ ଆମେ ଦେଖୁଛେ ଏଇ ଯେଉଁ ଇନ୍ଇକ୍ୱାଲିଟି ଯୋଗୁଁ ଯେଉଁ ସବୁ ଅସମାନତା ରହିଲା, ସେ ଯୋଗୁଁ ଶ୍ରେଣୀ ସଂଘର୍ଷର ଆବିର୍ଭାବ ହେଲା। କୃଷକମାନେ ଜମିଦାରମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲେ। କୃଷକମାନେ ଜମିରେ ଚାଷ କଲେ, ଜମିରେ ଯଦି ଉତ୍ପାଦନ ସୃଷ୍ଟି କଲେ, ପ୍ରଡକ୍ସନ୍ କଲେ, ଭ୍ୟାଲ୍ୟୁ ଆଡ଼୍ କଲେ। ଜମିରେ ସେମାନେ ଯଦି ଚାଷ କରିନଥାନ୍ତେ, ଚାଷ କରୁନଥାନ୍ତେ, ତାହେଲେ ଜମି ପଡ଼ିଆ ପଡ଼ିଥାନ୍ତା, ସେଥିରୁ କିଛି ପ୍ରଡକ୍ସନ୍ ହେଉନଥାନ୍ତା। କିନ୍ତୁ ଚାଷ କରି ଯେଉଁ ସବୁ ପ୍ରଡକ୍ସନ୍ ବା ଯେଉଁ ଭ୍ୟାଲ୍ୟୁ ଆଡ଼୍ କଲେ, ଯେଉଁ ମୂଲ୍ୟ ଯୁକ୍ତ କରାଇଲେ, କିନ୍ତୁ ତାର ଅଧିକାଂଶ ସେୟାର ଜମିଦାର ପାଖକୁ ଗଲା, ସରପ୍ଲସ୍ ଭ୍ୟାଲ୍ୟୁ ଯେଉଁଟାକି ଆମେ କହୁଛେ। ତେଣୁକରି ଯେଉଁ ୟୁଟିଲିଟେରିଆନିଜମ୍ ମାନେ କହିଲେ ଯେ ସମସ୍ତଙ୍କର ସୁଖରେ ସୁଖ। ଦ୍ୱିତୀୟ ଜିନିଷ, ଆଉ ଯେଉଁ ଗୋଟେ ଧାରା ଥିଲା ଉଦାରବାଦର, ଯେଉଁଟା ହେଉଛି ଲାସେସ୍ ଫେୟାର ଥିଓରି। ଲାସେସ୍ ଫେୟାର ଥିଓରି ସରକାରଙ୍କର କଟକଣା ଯେଉଁ ରହୁଥିଲା ବ୍ୟବସାୟ ବାଣିଜ୍ୟ ଉପରେ, କାର୍ଯ୍ୟକଳାପ ଉପରେ, ତାର ବିରୁଦ୍ଧରେ ଏଇ ଥିଓରିଟି ଆସିଲା। ଯେଉଁଟାକି ଆମେ ଯେଉଁ ଥିଓରି ବା ଲାସେସ୍ ଥିଓରି, ସେ ଲାସେସ୍ ଫେୟାର ଥିଓରି ଏହା ମୁକ୍ତ ବାଣିଜ୍ୟକୁ ପ୍ରୋତ୍ସାହନ ଦେଲା। ଏବଂ ଲାସେସ୍ ଫେୟାର ଥିଓରି ଆଜ୍ ଏଗନେଷ୍ଟ ମର୍କାଣ୍ଟାଇଲିଜିମ୍, ବଣିକବାଦ ଏହା ପୂର୍ବରୁ ଥିଲା, ବଣିକବାଦ ବିରୁଦ୍ଧରେ ଏହାର ଆବିର୍ଭାବ। ଆଣ୍ଡ ଇକୋନୋମିଷ୍ଟ ଦୋଜ୍ ହୁ ଫେଭର୍ଡ ଦିସ୍ ଥିଓରି ଇଜ୍ ନୋନ୍ ଆଜ୍ ଆଡାମ୍ ସ୍ମିଥ୍, ଫାଦର ଅଫ୍ ଇକୋନୋମିକ୍। ସେ ତାଙ୍କ ବହି ଲେଖିଥିଲେ ୱେଲ୍ଥ ଅଫ୍ ନେସନ୍ସ। ତ ବଣିକବାଦ କ'ଣ? ବଣିକବାଦ ହେଉଛି ଗୋଟେ ଇକୋନୋମିକ୍ ସିଷ୍ଟମ୍ ଯେଉଁଥିରେ କି ପ୍ରତ୍ୟେକ ରାଷ୍ଟ୍ର ଚାହୁଁଥିଲେ ନିଜର ପ୍ରଫିଟକୁ ଅଧିକା କରିବା, ଏକ୍ସପୋର୍ଟ ଅଧିକା କରିବା, ରପ୍ତାନି ଅଧିକା କରିବା ଏବଂ ଆମଦାନୀ କମ୍ କରିବା, ଯାହାଫଳରେ କି ତାଙ୍କର ନ୍ୟାସନାଲ୍ ୱେଲ୍ଥ ବୃଦ୍ଧି ପାଇବ। ଆକୁମୁଲେସନ୍ ୱେଲ୍ଥ ଥ୍ରୁ ମର୍କାଣ୍ଟାଇଲିଜିମ୍ ଦେ ୱାଣ୍ଟେଡ୍ ଟୁ ଆକୁମୁଲେଟ୍ ୱେଲ୍ଥ। ଏବଂ ବଣିକବାଦର ଯେଉଁ ମୁଖ୍ୟ ବୈଶିଷ୍ଟ୍ୟ ଥିଲା ତା ଯେ ପ୍ରୋଟେକ୍ଟିଭ୍ ଟ୍ୟାରିଫ୍, ବାହାର ଦେଶର ଜିନିଷକୁ ନିଜ ଦେଶରେ ପ୍ରବେଶ କଲାବେଳେ ତାପରେ ଶୁଳ୍କ ଲଗାଇବା, ଟ୍ୟାକ୍ସ ଲଗାଇବା। ଫର୍ ଏକ୍ଜାମ୍ପଲ୍, ଦ ବ୍ରିଟିଶର୍ସ ଇମ୍ପୋଜ୍ ଟ୍ୟାକ୍ସ ଅନ୍ ଇଣ୍ଡିଆନ୍ ଗୁଡ୍ସ। ତାର କାରଣ ହେଉଛି ଭାରତୀୟ ଦ୍ରବ୍ୟର ୟୁରୋପରେ ବହୁତ ଚାହିଦା ଥିଲା। ତେଣୁ ବ୍ରିଟିଶର୍ସ ମାନେ ଯେତେବେଳେ ଭାରତୀୟ କାଲିକୋଚ୍, କଟନ୍ ଗୁଡ୍ସ ତାଙ୍କର ଦେଶରେ ପ୍ରବେଶ କରେ, ତାପରେ ଟ୍ୟାକ୍ସ ଲଗାଇଲେ। ତ ତାପରେ ଶୁଳ୍କ ଲଗାଇବା ଫଳରେ ଭାରତୀୟ ଦ୍ରବ୍ୟ ଗୁଡ଼ିକର ମୂଲ୍ୟ ବୃଦ୍ଧି ପାଇବ। ଲୋକମାନେ, ତାଙ୍କ ଦେଶର ଲୋକମାନେ କିଣିବେ ନାହିଁ, ସେମାନେ ତାଙ୍କ ନିଜ ଦେଶର ଜିନିଷକୁ କିଣିବେ। ସୋ ଏଇ ଯେଉଁ ମର୍କାଣ୍ଟାଇଲିଜିମ୍ର ମୂଳ ଉଦ୍ଦେଶ୍ୟ ଥିଲା ନିଜ ଦେଶର ଟ୍ରେଡର୍ସ, ମ୍ୟାନୁଫ୍ୟାକ୍ଚରର୍ସ ଏମାନଙ୍କୁ ହିଁ ସାହାଯ୍ୟ କରିବା। କିନ୍ତୁ ଏହା ଏକ ହେଲ୍ଦି କମ୍ପିଟିସନ୍ ବିରୁଦ୍ଧରେ ଗଲା ଏବଂ ଏହା ଆର୍ଥିକ ପ୍ରଗତିରେ, ଇକୋନୋମିକ୍ ପ୍ରୋଗ୍ରେସ୍ ଯେଉଁଟା କହୁଛେ, ଆର୍ଥିକ ପ୍ରଗତିରେ ମଧ୍ୟ ବାଧା ସୃଷ୍ଟି କଲା। ଏବଂ ପରବର୍ତ୍ତୀ ସମୟରେ ୱିଥ୍ ଦ ରାଇଜ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ରିଭଲ୍ୟୁସନ୍, ଶିଳ୍ପ ବିପ୍ଳବ ଆରମ୍ଭ ହେବା ଯୋଗୁଁ ବଣିକବାଦର ପତନ ଘଟିଲା ଏବଂ ଫ୍ରି ଟ୍ରେଡ୍ ଆସିଲା। ଏଇ ଯେଉଁ ଫ୍ରି ଟ୍ରେଡ୍ର ଆସିଲା, ମୁକ୍ତ ବାଣିଜ୍ୟ ବ୍ୟବସାୟ କରିବେ, ଆମ ଲାସେସ୍ ଫେୟାର ଥିଓରି ହେଉଛି ସରକାରଙ୍କର ଏଥିରେ କମ୍ ଇଣ୍ଟରଫିୟରେନ୍ସ ରହିବ। କାହିଁକିନା ଟ୍ରେଡ୍ ଆଣ୍ଡ କମର୍ସ ୱିଲ୍ ଗୋ ୱିଥ୍ ଇଣ୍ଡିଭିଜୁଆଲ ଇଣ୍ଟରେଷ୍ଟ, ସେଲ୍ଫ ଇଣ୍ଟରେଷ୍ଟ ଦ୍ୱାରା ହିଁ ବ୍ୟବସାୟ ବାଣିଜ୍ୟ ବୃଦ୍ଧି ହୋଇପାରିବ। ତେଣୁ ଆମର ଇଣ୍ଟେଲେକ୍ଚୁଆଲ ଟ୍ରେଣ୍ଡରେ ଆସିଲା ଏଇସବୁ ଜିନିଷ ପଢ଼ିଲେ। ଫାଷ୍ଟ ପ୍ରଥମେ ଆମେ ଦେଖିଲେ ଯେ ଥୋମାସ୍ ହବ୍ସ ଯିଏକି ପ୍ରଥମେ ଚାହିଁଲେ ଯେ ଏକ ଶକ୍ତିଶାଳୀ ରାଷ୍ଟ୍ର ରହୁ ଏବଂ ରାଷ୍ଟ୍ର ପାଖରେ ସମସ୍ତ କ୍ଷମତା ରହୁ, ଯାହାଫଳରେ କି ସେ ରାଷ୍ଟ୍ର ଶୃଙ୍ଖଳା ରକ୍ଷା କରିପାରିବ, ଲୋକମାନେ ସ୍ୱେଚ୍ଛାଚାରୀ ହୋଇପାରିବେ ନାହିଁ
କାହିଁକିନା ଲୋକଙ୍କର ନେଚର ଥିଲା ସ୍ୱାର୍ଥପରତା, ଲୋକଙ୍କର ନେଚର ଥିଲା ନିଷ୍ଠୁର, ଲୋକଙ୍କର ଏଇଟା ହେଉଛି ତାଙ୍କର ଇନହେରେଣ୍ଟ ନେଚର। ତେଣୁ ଏଥିରୁ ରକ୍ଷା କରିବା ପାଇଁ, ସମାଜକୁ ପ୍ରୋଟେକ୍ସନ୍ କରିବା ପାଇଁ, ସିକ୍ୟୁରିଟି ଦେବା ପାଇଁ, ସୁରକ୍ଷା ଦେବା ପାଇଁ ସେ ଚାହୁଁଥିଲେ ଗୋଟେ ପାୱାରଫୁଲ୍ ସୋଭରେଣ୍ଟି ଫେଭରରେ ସେ ଥିଲେ। ଦ୍ୱିତୀୟରେ ମଣ୍ଟେସ୍କ୍ୟୁ, ଭୋଲ୍ଟେୟାର, ରୁସୋ ଏସବୁ ଏମାନେ ଆସିଲେ ସେତେବେଳେ ସେମାନେ ବିଭିନ୍ନ ପ୍ରକାରର ନୂଆ ନୂଆ ଯେଉଁ ନୂଆ ଆଇଡ଼ିଆ ଆସିଲା ସି ଚ୍ୟାଲେଞ୍ଜ ସେମାନଙ୍କର ସେମାନେ ଯେଉଁ ମୂଳ ବ୍ୟବସ୍ଥାକୁ, ରାଜନୈତିକ ବ୍ୟବସ୍ଥାକୁ ହିଁ ଚ୍ୟାଲେଞ୍ଜ କଲେ, ତ ଶାସନ ବ୍ୟବସ୍ଥାକୁ ହିଁ ଚ୍ୟାଲେଞ୍ଜ କଲେ। ସେ ଶାସନ ବ୍ୟବସ୍ଥାର ଇଫେକ୍ଟିଭ ଥିଲା ଆଉ ସେଥିରେ ବହୁ ପ୍ରକାରର ଅସାମଞ୍ଜସ୍ୟତା ଥିଲା। ଏ ଚର୍ଚ୍ଚ ଆଣ୍ଡ ଆବସଲ୍ୟୁଟ ମୋନାର୍କି ସେମାନେ ଟାର୍ଗେଟ କଲେ ଆଣ୍ଡ ଦେ କ୍ୱେଶ୍ଚିନ୍, ପ୍ରଥମ ଥର ପାଇଁ ସେମାନେ ସାହସ କରି କିଛି କ୍ୱେଶ୍ଚିନ୍ about the effects of that system. So এই ସମୟରେ ଯେଉଁ ଏଇ ସବୁ ଯେଉଁ ପରିବର୍ତ୍ତନ ଆସୁଛି, ସାମାଜିକ କ୍ଷେତ୍ରରେ ପରିବର୍ତ୍ତନ ଆସିଲା ବା ଆମର ଚିନ୍ତନ କ୍ଷେତ୍ରରେ ବା ଯେଉଁ ପରିବର୍ତ୍ତନ ଆସୁଛି ସାମାଜିକ, ଅର୍ଥନୈତିକ, ରାଜନୈତିକ କ୍ଷେତ୍ରରେ ଯେଉଁ ପରିବର୍ତ୍ତନ ଆସୁଛି ତାହାର ପଛରେ ମଧ୍ୟ ଯେଉଁ କାରଣଟି ପ୍ରମୁଖ ଭାବେ ରହିଛି ସେଗୁଡ଼ିକ ହେଉଛି ଇଣ୍ଡଷ୍ଟ୍ରିଆଲ ରିଭଲ୍ୟୁସନ। ଇଣ୍ଡଷ୍ଟ୍ରିଆଲ ରିଭଲ୍ୟୁସନ ବା ଶିଳ୍ପ ବିପ୍ଳବ ଆସିଲା ଏବଂ ଶିଳ୍ପ ବିପ୍ଳବ ଯୋଗୁଁ ହିଁ ଯେଉଁ ସାମାଜିକ ପରିବର୍ତ୍ତନ ଆସିଲା, ସମାଜରେ ଯେଉଁ ଦୁଇଟି ଶ୍ରେଣୀ ବା ଡିଭିଜନ ଅଫ୍ ଲେବର ହେଲା, ଯେଉଁ ଦୁଇଟି ଶ୍ରେଣୀ ନୂଆକରି ଆସିଲେ, ଗୋଟେ କ୍ୟାପିଟାଲିଷ୍ଟ ଆଉ ଗୋଟେ ହେଉଛି ପ୍ରୋଲେଟାରିଏଟ୍ ବା ୱାର୍କର୍ସ। ଶିଳ୍ପ ବିପ୍ଳବ ଯୋଗୁଁ ହିଁ ଆମର ସୋସିଆଲିଜିମ୍ ବା ଯେଉଁଟା ଆମେ ଆଉ ଗୋଟେ ଯେଉଁ ବିଚାରକୁ ଆମେ ଏବେ ଆଲୋଚନା କରିବାକୁ ଯାଉଛେ ସେ ବିଚାରଟି ହେଉଛି ସୋସିଆଲିଜିମ୍, ସମାଜବାଦ। ସମାଜବାଦ ଶିଳ୍ପ ବିପ୍ଳବ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଇଟ୍ ଇଜ୍ କ୍ଲୋଜଲି ରିଲେଟେଡ୍ ଟୁ ଇଣ୍ଡଷ୍ଟ୍ରିଆଲ ରିଭଲ୍ୟୁସନ ବିକଜ ଇଣ୍ଡଷ୍ଟ୍ରିଆଲ ରିଭଲ୍ୟୁସନ ଗେଭ୍ ବାର୍ଥ ଟୁ କ୍ୟାପିଟାଲିଜିମ୍। ପୁଞ୍ଜିବାଦ ଏବଂ ସମାଜବାଦ ଏଗୁଡ଼ିକ ହେଉଛି ଏକ ଅର୍ଥନୈତିକ ବ୍ୟବସ୍ଥା, ଇକୋନୋମିକ୍ ସିଷ୍ଟମ। So capitalism is an economic system, एक अर्थव्यवस्था in which means of production is owned by an individual. In socialism, completely opposite, an economic system in which the means of production is owned by public. उत्पादन प्रक्रियार जो उत्पादन प्रक्रिया को पुंजीवाद पुंजीपति ही से सब कंट्रोल करे। उत्पादन प्रक्रिया लैंड, लेबर, कैपिटल, ऑर्गेनाइजेशन ये सब को पुंजीवाद पुंजीपति जन इंडिविजुअल ही कंट्रोल करे। ये भाव में सोशलिज्म रे जो प्रोडक्शन प्रक्रिया को पब्लिक शेयर करे। तेणु प्रथम इंडस्ट्रियल रिवोल्यूशन जो सब डिमेरिट्स रहा से डिमेरिट्स बड़ गोटे सबुठ बड़ डिमेरिट थिला जे यही व्यवस्था रे, यही अर्थनैतिक व्यवस्था रे पुंजीपति माने ही लाभवान है एट द कॉस्ट ऑफ द वर्कर्स मानकर प्रोडक्शन प्रोसेस उत्पादन प्रक्रिया प्रोसेस कौन सी कहबार नथिला। से माने केवल तांकर श्रमटा को बिक्री करथिले। दे ओनली सोल्ड देयर लेबर, दे वर वेज अर्नर। आसबे काम करेंगे और तांकर वेतन लेके जीवे और कौन जिनस प्रोडक्शन हम, मार्केटिंग किभली हम, केमिति प्रोडक्शन हम, फाइनेंशियल इन्वेस्टमेंट बा कैपिटल पुंजी विनियोग हम, ये सब रे सेमानकर कोनोसी इन्वॉल्वमेंट थिला कौन प्रकार, किंतु से माने ही मुख्य जे कि जे प्रोडक्शन प्रोसेस रे से माने ही भूमिका थिला मुख्य। किंतु ये व्यवस्था रे जो लाभ जो प्रॉफिट होतिला से प्रॉफिट को केवल पुंजीपति माने ही नेउथिले। द रिसोर्सेस वाज मेनली अप्रोप्रिएटेड बाय द कैपिटलिस्ट एवं वर्कर्स माने सेमानकर न्याय्य दाबी वंचित होते
ଏଇଟା ଗୋଟେ ଅନଜଷ୍ଟ ସିଷ୍ଟମ୍ ଥିଲା, ଯାହାକି ସେ ସମୟର ବୁଦ୍ଧିଜୀବୀ, ଇଣ୍ଟେଲେକ୍ଚୁଆଲ୍ସ, ସୋସିଆଲ ଥିଙ୍କର୍ସ ଏମାନଙ୍କୁ ବ୍ୟଥିତ କଲା। ସେମାନେ ଚାହୁଁଥିଲେ ଯେ ସେମାନେ ଇଣ୍ଡଷ୍ଟ୍ରିଆଲାଇଜେସନ୍ ବିରୋଧରେ ନଥିଲେ, ଇଣ୍ଡଷ୍ଟ୍ରିଆଲାଇଜେସନ୍ ହଉ, କିନ୍ତୁ ପ୍ରଫିଟ୍ ସୁଡ୍ ବି ସେୟାର୍ଡ ବାଇ ଅଲ୍, କୋଅପରେସନ୍, ଦ୍ୟାଟ୍ ସୁଡ୍ ବି ବେସ୍ଡ ଅନ୍ କୋଅପରେସନ୍, ସହଭାଗିତା ଭିତ୍ତିରେ ସମସ୍ତେ ତାହାର ଲାଭ ନେବେ, ଏଇଟାକୁ ସେମାନେ ଚାହୁଁଥିଲେ। ଯେଉଁ ଆର୍ଲି ସୋସିଆଲିଷ୍ଟ ମାନେ ଥିଲେ ସେମାନେ ସବୁ ହେଲେ ୟୁଟିଲିଟେରିଆନ୍ ସୋସିଆଲିଷ୍ଟ, ସେଣ୍ଟ ସାଇମନ୍, ରବର୍ଟ ଓୱେନ୍, ଫିରର, ପ୍ରୋଡେନ୍। ତେଣୁ ଏଇ ଯେଉଁ ଆର୍ଲି ସୋସିଆଲିଷ୍ଟ ମାନେ ଆମର ଥିଲେ ସେମାନେ ଚାହୁଁଥିଲେ ଯେ ଯେଉଁ ପ୍ରଡକ୍ସନ୍ ସିଷ୍ଟମ୍ରେ ବା ପ୍ରଡକ୍ସନ୍ ଯେଉଁ ପ୍ରଫିଟ୍ ହେବ, ପ୍ରଫିଟ୍ ସୁଡ୍ ବି ସେୟାର୍ଡ ବାଇ ଅଲ୍, ଇଟ୍ ସୁଡ୍ ନଟ୍ ବି ଓନ୍ଲି ଆପ୍ରୋପ୍ରିଏଟେଡ୍ ବାଇ ଦ କ୍ୟାପିଟାଲିଷ୍ଟ। ଏବଂ ଆମେ ଜାଣିଛେ ପରବର୍ତ୍ତୀ ସମୟରେ ୱାର୍କର୍ସ ମାନଙ୍କର ଯେଉଁ କଣ୍ଡିସନ୍, ଦୀର୍ଘ ସମୟ ଧରି କାମ କରୁଥିଲେ, ଲୋ ୱେଜେସ୍ ପାଉଥିଲେ, ଅନହାଇଜେନିକ୍ କଣ୍ଡିସନରେ ମଧ୍ୟ କାମ କରୁଥିଲେ, ଏବଂ ପରବର୍ତ୍ତୀରେ ସେମାନେ ଯେଉଁ ଶୋଷିତ ହେଉଥିଲେ ସେମାନେ ତାଙ୍କର ଅଧିକାର ପାଇଁ ମଧ୍ୟ ଏକତ୍ରିତ ହୋଇଥିଲେ, being influenced by the writings of Karl Marx। ତାହା ପରବର୍ତ୍ତୀ ସମୟରେ ପଡ଼ିଆ ଚାର୍ଟିଷ୍ଟ ମୁଭମେଣ୍ଟ, ବିଭିନ୍ନ ଜାଗାରେ ଚାର୍ଟିଷ୍ଟ ମୁଭମେଣ୍ଟ କେମିତି ହେଲା, ନିଜର ଭୋଟିଂ ରାଇଟ୍ ପାଇଁ ସେମାନେ ମଧ୍ୟ ଆନ୍ଦୋଳନ କରିଥିଲେ। ତେଣୁ ସୋସିଆଲିଷ୍ଟ ମାନଙ୍କର ସୋସିଆଲିଷ୍ଟ ମାନେ ସେମାନେ ଚାହୁଁଥିଲେ ଯେ ପ୍ରଡକ୍ସନ୍ ସୁଡ୍ ବି ବେସ୍ଡ ଅନ୍ କୋଅପରେସନ୍, ପ୍ରଡକ୍ସନ୍ ସୁଡ୍ ନଟ୍ ବି ବେସ୍ଡ ଅନ୍ କମ୍ପିଟିସନ୍। କାହିଁକିନା ପୁଞ୍ଜିବାଦର ମୂଳ ଲକ୍ଷଣ ହେଲା କମ୍ପିଟିସନ୍, ପୁଞ୍ଜିବାଦର ମୂଳ ଲକ୍ଷ୍ୟ ହେଲା ପ୍ରଫିଟ୍, ହାଉ ଟୁ ଆର୍ନ ମୋର୍ ଆଣ୍ଡ ମୋର୍ ପ୍ରଫିଟ୍। ପୁଞ୍ଜିବାଦର ମୂଳ ଲକ୍ଷଣ ହେଲା ପ୍ରାଇଭେଟ୍ ଟ୍ରେଡ୍, ଯାହାର ସମ୍ପୂର୍ଣ୍ଣ ଅପୋଜିଟ୍ ଥିଲା ସୋସିଆଲିଜିମ୍। ସୋସିଆଲିଜିମ୍ ବେସ୍ଡ ଅନ୍ କୋଅପରେସନ୍, ନଟ୍ କମ୍ପିଟିସନ୍, ପ୍ରଫିଟ୍ ସୁଡ୍ ବି ଓନ୍ ବାଇ ଦ ସୋସାଇଟି ଅର୍ ବାଇ ଦ ପବ୍ଲିକ୍, ଜନସାଧାରଣ ପାଖକୁ ସମସ୍ତ ବେଶ୍ କରିବେ। ଏଇସବୁର ମୂଳ କାରଣ ବା ଯେଉଁ ସୋସିଆଲିଷ୍ଟ ମୁଭମେଣ୍ଟ ହେଲା ତାର ମୂଳ କାରଣ ହେଉଛି ଯେ ହାଉ ଟୁ ଏଷ୍ଟାବ୍ଲିଶ ଆନ୍ ଏଗାଲିଟେରିଆନ୍ ସୋସାଇଟି, ସମାଜରେ ସମସ୍ତେ ସମାନ ଭାବରେ ବଞ୍ଚିପାରିବେ, ସମ୍ମାନ ସହିତ ବଞ୍ଚିପାରିବେ। ଇଣ୍ଡିଆ ଇଜ୍ ଅଲସୋ ସୋସିଆଲିଷ୍ଟ ଷ୍ଟେଟ୍। ତେଣୁ ସୋସିଆଲିଷ୍ଟ ଷ୍ଟେଟ୍ର ସରକାରଙ୍କର ଲକ୍ଷ୍ୟ କ'ଣ? ଟୁ ମିନିମାଇଜ୍ ଦ ଗ୍ୟାପ୍ ବିଟୱିନ୍ ଦ ରିଚ୍ ଆଣ୍ଡ ଦି ପୁଅର୍। ସମାଜରେ ଯେଉଁମାନେ ସେମାନେ ବସ କରନ୍ତି, କିଛି ଲୋକ ଧନୀ, କିଛି ଲୋକ ଗରିବ, ଯେଉଁମାନେ ଧନୀ, ଦୋଜ୍ ଆର୍ ପାୱାରଫୁଲ୍, ଦୋଜ୍ ଆର୍ ପ୍ରିଭିଲେଜ୍, ସେମାନଙ୍କ ପାଖରେ କ୍ଷମତା, ଦୋଜ୍ ଆର୍ ପାୱାରଲେସ୍, ସେ ସମୟରେ କାହା ପାଖରେ କ୍ଷମତା ଥିଲା? ହୁ ରୁଲ୍ଡ? ଦେ ଆର୍ ରିଚ୍। ruler are rich, the ruled, those are ruled, ଯେଉଁମାନେ ହେଲେ ପୁଅ, କ୍ଷମତା ସେମାନଙ୍କ ପାଖରେ ହିଁ ଥିଲା। କାରଣ ସାମାଜିକ ଶ୍ରେଣୀ ଆମର ଯେଉଁ ସୃଷ୍ଟି ହେଇଛି, ଦ୍ୟାଟ୍ ଇଜ୍ ଅଲ୍ ବେସ୍ଡ ଅନ୍ ୱେଲ୍ଥ, ଦ୍ୟାଟ୍ ଇଜ୍ ବେସ୍ଡ ଅନ୍ ୱେଲ୍ଥ। ସୋ ସୋସିଆଲିଜିମ୍ର ମୂଳ ଅବଜେକ୍ଟିଭ ରହୁଛି ଯେ ଟୁ ଏଷ୍ଟାବ୍ଲିଶ ଏଗାଲିଟେରିଆନ୍ ସୋସାଇଟି, ଦେନ୍ production process should be based on cooperation, mutual benefits। ये जो सब चिंता अष्टादश शताब्दी और 19 शताब्दी अर्धभागे ये सब अधिक चिंता चेतना यूरोप को देखादेला। एवं ये जो चेतनार पछरे जो सब कारण गुड़िक था आगुरी कही सारी से गुड़िक हूँ आम साइंटिफिक रिवोल्यूशन, रेनेसां, नवजागरण, एनलाइटमेंट, एज ऑफ एनलाइटमेंट। एनलाइटमेंट होची तर्क माध्यम रे कौन सी जिनिस को ग्रहण करिया को ताकर माध्यम होची तर्क, रीजन। विथ द हेल्प ऑफ रीजन द रीच एट ए कंक्लूजन। तर्क माध्यम रे जिनिस को ग्रहण करिया जो जहा कि वैज्ञानिक बा सिद्धांत उपरे पर्यवेक्षित, दैट इज बेस्ड ऑन साइंटिफिक इंक्वायरी, युक्तियुक्त scientific inquiry based on that is systematic, that can be proved।
ତେଣୁ ଆଜିର ଆମର ଆଉ ଗୋଟିଏ ବିଷୟବସ୍ତୁ ମଧ୍ୟ ରହିଛି। ସେ ଯେଉଁ ବିଷୟବସ୍ତୁ ରହିଛି ସେ ବିଷୟବସ୍ତୁଟି ହେଲା ପଲିଟିକାଲ ଟ୍ରାନଜିସନ୍ ଇନ୍ ବ୍ରିଟେନ୍ ଫ୍ରମ୍ 1780 to 1850। ରାଜନୀତିକ ସଂଗଠନ ବା ରାଜନୈତିକ ବିଧି ବ୍ୟବସ୍ଥାରେ ଇଂଲଣ୍ଡରେ କିଭଳି ଭାବେ ସେ ପରିବର୍ତ୍ତନ ହେଲା 1780ରୁ 1850। 1780 ବେଳକୁ ଏବଂ 1850 ମଧ୍ୟରେ ଏସବୁ ପରିବର୍ତ୍ତନ ଆସିଲା। ତ ମୁଖ୍ୟତଃ ସେଥିରେ ଥିଲା ଆବସଲ୍ୟୁଟ୍ ମୋନାର୍କି ଥିଲେ ବା ଏହି ସମୟରେ ମଧ୍ୟ ଠିକ୍ 1750 ପରେ ଇଣ୍ଡଷ୍ଟ୍ରିଆଲ ରିଭଲ୍ୟୁସନ୍ ଆରମ୍ଭ ହୋଇଛି, ଶିଳ୍ପ ବିପ୍ଳବ ଆରମ୍ଭ ହୋଇଛି। ତାର ଫାଷ୍ଟ ଫେଜ୍ଟା ହେଉଛି 1750 to 1850। ଆସ୍ତେ ଆସ୍ତେ ଏଇ ଯେଉଁ ବୌଦ୍ଧିକ ଜ୍ଞାନର ପ୍ରଭାବ ପଡ଼ିଲା ତ ଲୋକମାନେ ନିଜର ଅଧିକାର ବିଷୟରେ ସଚେତନ ହେଲେ। ମନମୁଖୀ ରାଜତନ୍ତ୍ର ବିରୁଦ୍ଧରେ ଆସ୍ତେ ଆସ୍ତେ ଆନ୍ଦୋଳନ ସୃଷ୍ଟି ହେଲା ବା ଅସନ୍ତୋଷ ବୃଦ୍ଧି ପାଇଲା। ଏଇ ଯେଉଁ ଜନସାଧାରଣଙ୍କ ଭିତରେ ଯେଉଁ ଅସନ୍ତୋଷ ବୃଦ୍ଧି ପାଇଲା ବା ତାହା ଆସ୍ତେ ଆସ୍ତେ ମୁଭମେଣ୍ଟ ହେଲା, ସେମାନେ ଡିମାଣ୍ଡ କଲେ। ଇଂଲଣ୍ଡରେ ମଧ୍ୟ ତାହାର ପ୍ରଭାବ ପଡ଼ିଲା। ଯେଉଁ ସବୁ ପ୍ରଭାବ ପଡ଼ିଲା ସେଥିରୁ ପ୍ରଥମ ଜିନିଷ ହେଉଛି ଯେ ବିଭିନ୍ନ ପ୍ରକାରର ମଧ୍ୟ କନଫ୍ଲିକ୍ଟ, ଆଇଡ଼ିଓଲୋଜିକାଲ କନଫ୍ଲିକ୍ଟ ହେଲା। ସେ ଯେଉଁମାନେ ଶାସନ ବ୍ୟବସ୍ଥାରେ ରହିଥିଲେ ବା ଶାସନ ବ୍ୟବସ୍ଥାରେ ଅତି ପାଖରେ ଥିଲେ ବା କ୍ଷମତାକୁ ଉପଭୋଗ କରୁଥିଲେ ସେମାନଙ୍କ ମଧ୍ୟରେ ମଧ୍ୟ କମ୍ପିଟିସନ୍ ଚାଲିଲା। ଏଇ ଯେଉଁ କମ୍ପିଟିସନରେ ଯେଉଁ ନେଚର ତାଙ୍କର ଥିଲା, ପ୍ରକୃତି ଯେଉଁ ଆସୁଛି ସେଥିରେ ବିଭିନ୍ନ ପ୍ରକାରର ଶ୍ରେଣୀଭୁକ୍ତ ହେଲେ, ବିଭିନ୍ନ ଗୋଷ୍ଠୀ ସବୁ ରହିଲେ। ସେ ଯେଉଁ ଗୋଷ୍ଠୀମାନେ ରହିଲେ ସେମାନେ ବିଭିନ୍ନ ପ୍ରକାରର ଶାସନ ବ୍ୟବସ୍ଥାକୁ ହିଁ ସପୋର୍ଟ କଲେ। ସପୋଜ ଆମେ କହିବା ବାମପନ୍ଥୀମାନେ, ଯେଉଁମାନେ ଲେଫ୍ଟିଷ୍ଟ, ସେମାନଙ୍କର ଆଇଡ଼ିଓଲୋଜି ହେଲା ଯେ ଦେ ଆର୍ ରାଡ଼ିକାଲ, ଦେ ଆର୍ ରିଭଲ୍ୟୁସନାରୀ। ସେମାନେ ପରମ୍ପରା ଆଗରୁ ଚଳି ଆସିଥିବା ଯେଉଁ ଶାସନ ବ୍ୟବସ୍ଥା ତାକୁ ସମ୍ପୂର୍ଣ୍ଣ ରୂପେ ହଟାଇ ଦେଇ ନୂତନ ଶାସନ ବ୍ୟବସ୍ଥା ଉପରେ ବିଶ୍ୱାସ କଲେ। ଯେଉଁମାନେ ସେଣ୍ଟ୍ରିଷ୍ଟ ରହିଲେ ସେମାନଙ୍କର ହେଲେ ବୁର୍ଜୁଆ ମାନେ। ସେମାନେ କିଭଳିଆ ଶାସନ ବ୍ୟବସ୍ଥା ଚାହୁଁଥିଲେ? ସେମାନେ ଶାସନ ବ୍ୟବସ୍ଥା ଚାହୁଁଥିଲେ ଯେ ବୁର୍ଜୁଆ କେଉଁମାନେ ରହିଲେ? ବୁର୍ଜୁଆ ହେଲେ ଲ୍ୟାଣ୍ଡଲର୍ଡସ୍ ରହିଲେ, ବୁର୍ଜୁଆ ରହିଲେ କ୍ୟାପିଟାଲିଷ୍ଟ ମାନେ ରହିଲେ, ବୁର୍ଜୁଆ ହେଲେ ମିଡିଲ ମାନେ ବିଜନେସ୍ ଟ୍ରେଡର୍ସ ରହିଲେ, ମର୍ଚାଣ୍ଟସ୍ ମାନେ ରହିଲେ। ଏ ଯେଉଁ ରାଇଜ୍ ଅଫ୍ ମିଡିଲ କ୍ଲାସ୍ ହେଲା, ପ୍ରଫେସନାଲ୍ସ ଆସିଲେ। ତେଣୁ ଆଗରୁ ଯେଉଁ କ୍ଷମତା ଥିଲା ରାଜା ଏବଂ ଲ୍ୟାଣ୍ଡେଡ ଆରିଷ୍ଟୋକ୍ରାଟ୍ସ, ଦେ ସେୟାର ଦ ପାୱାର। ବଟ୍ ଆଫ୍ଟର ଇଣ୍ଡଷ୍ଟ୍ରିଆଲ ରିଭଲ୍ୟୁସନ୍ or Renaissance or in modern period or with the growth of a trade and commerce, a new class emerged that is called rise the middle class। ତେଣୁ ଏମାନେ ଚାହିଁଲେ ଯେ କ୍ଷମତାକୁ ଉପଭୋଗ କରିବା ପାଇଁ। ତେଣୁ ଏ ବୁର୍ଜୁଆ ମାନଙ୍କର ଯେଉଁ ଆବିର୍ଭାବ ହେଲା ସେମାନେ ହେଲେ ସେଣ୍ଟ୍ରିଷ୍ଟ। ସେମାନେ ମଧ୍ୟ ଚାହିଁଲେ ଯେ ଟୁ ଟେକ୍ ପାର୍ଟ ଇନ୍ ପାର୍ଲାମେଣ୍ଟକୁ କିଭଳି ଭାବେ ଯିବେ ଏବଂ ସେଠି ସବୁ କ୍ଷମତା ଉପଭୋଗ କରିବେ। ତେଣୁ ଏଇଭଳି ଶାସନ ବ୍ୟବସ୍ଥାର ଭିତରେ ଦେଖିବାକୁ ଆମକୁ ପଡ଼ିବ ଯେ ଇଂଲଣ୍ଡରେ ପ୍ରଥମେ ଯେତେବେଳେ ଶାସନ ବ୍ୟବସ୍ଥା ଥିଲା ଏବଂ ଏହି ଶାସନ ବ୍ୟବସ୍ଥାରେ ଗଣତାନ୍ତ୍ରିକ ଉପାୟରେ ବା ଯେଉଁମାନଙ୍କୁ ଗଣତାନ୍ତ୍ରିକ ବା ଗଣତନ୍ତ୍ରରେ ଭାଗ ନେଉଥିଲେ, ଯେଉଁମାନେ ସବୁ ଲୋକଙ୍କ ପାଖରେ ଗଣତନ୍ତ୍ରରେ ଭାଗ ନେବାର ସୁବିଧା ନଥିଲା। କାହିଁକିନା ଗଣତନ୍ତ୍ରରେ ସେତେବେଳେ ସବୁ ଲୋକ ସିଧାସଳଖ ଭାଗ ନେଉଥିଲେ। କେବଳ ସେମାନେ ଇଲେକ୍ସନରେ ଭାଗ ନେଉଥିଲେ, ଇଲେକ୍ସନରେ ସେମାନେ ତାଙ୍କର ରିପ୍ରେଜେଣ୍ଟେଟିଭ୍ ବାଛୁଥିଲେ। କିନ୍ତୁ ଏଇ ଯେଉଁ ନିର୍ବାଚନ କରିବାର ପ୍ରକ୍ରିୟା, ଗଣତନ୍ତ୍ରରେ ରିପ୍ରେଜେଣ୍ଟେଟିଭ୍ ବାଛିବାର ଯେଉଁ ପ୍ରକ୍ରିୟା ତାହା ଭୁଲ ଥିଲା, ଦ୍ୟାଟ୍ ୱାଜ୍ ଡିଫେକ୍ଟିଭ୍। ଯେଉଁ ସବୁ କନଷ୍ଟିଚ୍ୟୁସନରେ ତାହା ଅଧିକାଂଶ ଭାବରେ ଯେଉଁମାନେ ହାଉସ୍, ତାଙ୍କର ଯେଉଁ ଦୁଇଟି ହାଉସ୍ ଥିଲା, ହାଉସ୍ ଅଫ୍ ଲର୍ଡସ୍, ହାଉସ୍ ଅଫ୍ କମନ୍ସ। ହାଉସ୍ ଅଫ୍ ଲର୍ଡସରେ ପୁରା ଡାଇରେକ୍ଟଲି ଏଥିରେ ରାଜାଙ୍କର ହସ୍ତ ରହୁଥିଲା। ତାଙ୍କର ଯେଉଁମାନେ ଯାହାକୁ ଚାହୁଁଥିଲେ ସେମାନେ ସେଠି ହାଉସ୍ ଅଫ୍ ଲର୍ଡସରୁ ତାଙ୍କର ଯେଉଁମାନେ ନୋମିନେଟେଡ୍ ସେମାନଙ୍କୁ ଯାହାକୁ ସେ ଚାହୁଁଥିଲେ ସେମାନେ ଯାଇପାରୁଥିଲେ। ଦ୍ୱିତୀୟ ଯେଉଁ ହାଉସ୍ ଅଫ୍ କମନ୍ସ ରହିଲା ସେଠି ଯେଉଁ ଭୋଟିଂ ରାଇଟ୍ ଥିଲା, ଭୋଟ୍ ଦେବାର ଯେଉଁ ଅଧିକାର ଥିଲା, ଦ୍ୟାଟ୍ ୱାଜ୍ ଲିମିଟେଡ୍। ଓନ୍ଲି 2% ଅଫ୍ ପିପୁଲ୍ ଦେ ଗଟ୍ ଦ ରାଇଟ୍ ଟୁ ଭୋଟ୍। ଏବଂ ଯେଉଁ ଭୋଟ୍ ଦେବାର ଅଧିକାର ଆଜି ଭଳି ଏବେ ଯେମିତି ଆମର ଅଛି ୟୁନିଭର୍ସାଲ ଆଡଲ୍ଟ ଫ୍ରାଞ୍ଚାଇଜ୍, ଏଭଳି ନଥିଲା।
ପ୍ରାରମ୍ଭିକ ସ୍ତରରେ ନଥିଲା। 1832 ରିଫର୍ମସ୍ ଆକ୍ଟ ଆସିଲା, କିନ୍ତୁ ତା ପୂର୍ବରୁ କ'ଣ ଥିଲା, ଯେଉଁ ବ୍ୟବସ୍ଥା ଥିଲା ରଟନ୍ ବ୍ୟୁରୋ, ଦେନ୍ ଅଲସୋ ସେ ପକେଟ୍ ବ୍ୟୁରୋ, ଏସବୁ ରହିଥିଲା। ରଟନ୍ ବ୍ୟୁରୋ ମାନେ କନଷ୍ଟିଚ୍ୟୁଏନ୍ସି ଅଛି, ସେଠି ବିଲକୁଲ କ'ଣ ଲୋକ ସଂଖ୍ୟା ନାହାନ୍ତି, କିନ୍ତୁ ତାକୁ ସିଟ୍ ଆଲଟ୍ କରାହେଇଛି। କେଉଁଠି କନଷ୍ଟିଚ୍ୟୁଏନ୍ସି କମ୍ ଲୋକ ଅଛନ୍ତି, ଯେତୋଟି ତାଙ୍କର ସିଟ୍ ଅଛି ସେ ତୁଳନାରେ ଲୋକ ସଂଖ୍ୟା କମ୍। ହ୍ୱେରାଜ୍ ଯେଉଁଠି ଇଣ୍ଡଷ୍ଟ୍ରିଆଲ ଟାଉନ୍ ଯେଉଁଠି ଅଛନ୍ତି ଅଧିକାଂଶ ବହୁତ ଲୋକ ଅଛନ୍ତି, ସେଠି ତାଙ୍କର କୌଣସି ତାଙ୍କର ସିଟ୍ ସଂଖ୍ୟା ବିଲକୁଲ ନାହିଁ। ତ ଏଥିରେ ସବୁ ଅସାମଞ୍ଜସ୍ୟତା ଥିଲା। ଏବେ ଆମର ଯେଉଁ ସବୁ କନଷ୍ଟିଚ୍ୟୁଏନ୍ସି ସବୁ ତିଆରି ହେଇଛି, ବା ପ୍ରତ୍ୟେକ କନଷ୍ଟିଚ୍ୟୁଏନ୍ସି ଯେଉଁ ନିର୍ବାଚନ ମଣ୍ଡଳୀ ହେଇଛି ଅନ୍ ଦ ବେସିସ୍ ଅଫ୍ ପପୁଲେସନ୍ ଯେଉଁ ଅନୁସାରେ ଯେତେ ଅଛନ୍ତି ସେ ଅନୁସାରେ କନଷ୍ଟିଚ୍ୟୁଏନ୍ସି ହେଇଛି। ସେତେବେଳେ ତାଙ୍କର ସେ ବ୍ୟବସ୍ଥା ନଥିଲା। କିନ୍ତୁ ଦ୍ୱିତୀୟରେ ଯେଉଁ ଲୋକମାନେ ନିର୍ବାଚିତ ହେଉଥିଲେ ସେମାନେ ଦେ ବିଲଙ୍ଗ ଟୁ ଆରିଷ୍ଟୋକ୍ରାସି, ସୋ ଏଇଟାକୁ ଆମେ ଡେମୋକ୍ରାସି ହେଇପାରିବନି, ଗଣତନ୍ତ୍ର ହେଇପାରିବନି। କାହିଁକିନା 2% ଲୋକ ଭୋଟ ଦେବାର ଅଧିକାର ଥିଲା, 98% ଲୋକଙ୍କର ଭୋଟ ଦେବାର ଅଧିକାର ନଥିଲା। Women are not, they have no right to vote, workers have no right to vote, even if those have no property, they have no right to vote. ତେଣୁ ସେଟା ମୁଭମେଣ୍ଟ ଆସିଲା, ଆନ୍ଦୋଳନ ହେଲା। ଆନ୍ଦୋଳନ ଆଗରେ ସରକାର ଇଂଲଣ୍ଡରେ କେବଳ ରାଜତନ୍ତ୍ର ବଞ୍ଚିକି ରହିଲା, କେମିତି କନଷ୍ଟିଚ୍ୟୁସନାଲ ମୋନାର୍କି ରହିଲା, କାହିଁକିନା ସେମାନେ ଯାହା ଡିମାଣ୍ଡ ଆସୁଥିଲେ ସେ ଡିମାଣ୍ଡକୁ ଦେଖିକି ସେମାନେ ସେହି ଅନୁସାରେ ପରିବର୍ତ୍ତନ କରୁଥିଲେ। ତେଣୁ ଯେଉଁ ପରିବର୍ତ୍ତନ ହେଲା, ଯେ ଆସିଲା ଆକ୍ଟ ଆସିଲା, ରିଫର୍ମସ୍ ଆକ୍ଟ ଅଫ୍ 1832 ଆସିଲା, ରିଫର୍ମସ୍ ଆକ୍ଟ 1867 ଆସିଲା। ଏଗ୍ରିକଲଚର ସେମାନଙ୍କୁ କ୍ଷମତା ମିଳିଲା, ୱାର୍କର୍ସ ମାନଙ୍କୁ ରାଇଟ୍ ଦେବାର, ଭୋଟ ଦେବାର ଅଧିକାର ଆସିଲା। ତେଣୁ ଆସ୍ତେ ଆସ୍ତେ ଲିବରାଲ ଡେମୋକ୍ରାଟିକ୍ ଗଭର୍ଣ୍ଣମେଣ୍ଟ ଆଡ଼କୁ ଗତି କରାଗଲା, ବା ମାନେ ଡେମୋକ୍ରାଟାଇଜେସନ୍ ପ୍ରୋସେସ୍ ଆଡ଼କୁ ଆସ୍ତେ ଆସ୍ତେ ଗତି କଲା। ଗଣତନ୍ତ୍ର ଯେଉଁ ମୂଳ ଉଦ୍ଦେଶ୍ୟ, ଅଧିକାର ଲୋକମାନେ କିଭଳି ଭାବେ ସାମିଲ ହେବେ, ଅଧିକାର ଲୋକ ସେମାନଙ୍କର ଭୋଟ ଦେବାର ଯେଉଁ ଅଧିକାର ପାଇବେ। ତେଣୁ ଆସ୍ତେ ଆସ୍ତେ ସମୟ ଯେତେ ବଢ଼ି ଚାଲେ, ସେତେ ଏଇସବୁ ଗୋଟେ ରିଆଲିଟି ଆଡ଼କୁ ଆମେ ଆଗେଇଲେ। ଦ୍ୱିତୀୟ ଜିନିଷ ହେଉଛି ଯେ 1780ରୁ ଆମେ 1850 ନେବାର କାରଣ ହେଉଛି ଏଇସବୁ ଯେଉଁ ପରିବର୍ତ୍ତନ ଆସିଲା, ତାର ସେଇ ମଧ୍ୟ ଆମେ ଇଣ୍ଡଷ୍ଟ୍ରିଆଲ ରିଭଲ୍ୟୁସନ୍ ଆସିବ। ଇଣ୍ଡଷ୍ଟ୍ରିଆଲ ରିଭଲ୍ୟୁସନ୍ ଫଳରେ କ'ଣ ହେଉଛି ନା, ମିନ୍ସ ଅଫ୍ ପ୍ରଡକ୍ସନରେ ପରିବର୍ତ୍ତନ ହେଉଛି। ମିନ୍ସ ଅଫ୍ ପ୍ରଡକ୍ସନରେ ଏବେ ଯେଉଁଭଳି ଭାବରେ ଉତ୍ପାଦନର ପ୍ରକ୍ରିୟାର ମେଥଡ୍ସ ବଦଳିଗଲା। କାହିଁକିନା ପ୍ରି ଇଣ୍ଡଷ୍ଟ୍ରିଆଲ ସୋସାଇଟିରେ ଯେଉଁ ସବୁ ଜିନିଷ ପ୍ରଡକ୍ସନ୍ ହେଉଥିଲା ତାହା ମ୍ୟାନୁଆଲି ଥିଲା, ନା ଇଟ୍ ଇଜ୍ ମେକାନିକାଲି। ପାୱାର ଡ୍ରାଇଭେନ୍ ମେସିନ୍ସ ଦ୍ୟାଟ୍ କେମ୍ ଇନ୍ ଟୁ ଫୋର୍ସ, ଏବଂ ପ୍ରଡକ୍ସନ୍ ଅଧିକା ହେଲା ଫଳରେ ଦ୍ୟାଟ୍ ବ୍ରେଡ୍ ଟୁ ଇମ୍ପେରିଆଲିଜିମ୍, ଦେନ୍ ବ୍ରେଡ୍ ଟୁ କଲୋନିଆଲିଜିମ୍। ତାଙ୍କର ଜିନିଷକୁ ବିକ୍ରି କରିବା, ର ମେଟେରିଆଲ୍ସ ପାଇଁ କଲୋନିଆଲିଜିମ୍, ଇମ୍ପେରିଆଲିଜିମ୍, ଏସବୁ ଜିନିଷ ମଧ୍ୟ ଆସ୍ତେ ଆସ୍ତେ ଡେଭଲପ୍ ହେଲା। ଏବଂ ଆଉ ଗୋଟିଏ ବଡ଼ ସମସ୍ୟା ହେଉଛି, ବା ଯେଉଁଥିରେ ଲୋକମାନଙ୍କର ଅସୁବିଧାର ସମ୍ମୁଖୀନ ହେଉଥିଲେ, ସେଗୁଡ଼ା ହେଲା ତାଙ୍କର ପର୍ସନାଲ ଲିବର୍ଟି ବା ଇଣ୍ଡିଭିଜୁଆଲ ଲିବର୍ଟି। ସେ ସମସ୍ତଙ୍କୁ ମଧ୍ୟ ଯେତେ ସମାଜ ଆଗକୁ ବଢ଼ିଲା, ଯେତେ ଲୋକମାନଙ୍କ ଭିତରେ କନସିୟସନେସ୍ ଡେଭଲପ୍ ହେଲା, ନିଜେ ଲୋକମାନଙ୍କର ଅଧିକାର ଜାଣିଲେ, ଅଧିକାର ପାଇଁ ସେମାନେ ଲଢ଼ାଇ ମଧ୍ୟ କଲେ। ତେଣୁ ଦ୍ୟାଟ୍ ଲିଡ୍ ଟୁ ଡିମାଣ୍ଡ ଫର୍ ରିଫର୍ମସ୍। ଲୋକମାନେ ଯେତେ ଶିକ୍ଷିତ ହେବେ, ଲୋକମାନେ ଯେତେ ନିଜର କନସିୟସ୍ ହେବେ, ଆକ୍ଟିଭ ସିଟିଜେନ୍ ହେବେ, ଗଣତନ୍ତ୍ର ବା ସରକାର ଯଦି ସେମାନଙ୍କର ପ୍ରେଜେନ୍ସ ବା ଉପସ୍ଥିତି ଜାହିର କରିବେ, ତ ସେଥିପାଇଁ ଲୋକମାନଙ୍କ ଭିତରେ କ'ଣ ହେଲା ନା, ଆସ୍ତେ ଆସ୍ତେ ସେମାନେ ଡିମାଣ୍ଡ କଲେ। ସେମାନେ କ'ଣ ଡିମାଣ୍ଡ କଲେ ନା, ରିଫର୍ମସ୍ ଡିମାଣ୍ଡ କଲେ। ବିଭିନ୍ନ ପ୍ରକାର ବା ଯେଉଁ ସବୁ ସଂସ୍କାର, ଶାସନଗତ ସଂସ୍କାର ବା ରାଜନୈତିକ ସଂସ୍କାର, ପଲିଟିକାଲ ରିଫର୍ମସ୍, ସୋସିଆଲ ରିଫର୍ମସ୍, ଇକୋନୋମିକ୍ ରିଫର୍ମସ୍। ତେଣୁ ସେମାନେ ରିଫର୍ମସ୍ ଆଡ଼କୁ ମୁହାଁଇଲେ, ଅଧିକ ସେମାନଙ୍କୁ ରିଫର୍ମସ୍ ସେମାନେ ଚାହିଁଲେ। ପବ୍ଲିକ୍ ସେ ଯେଉଁ ରିଫର୍ମସ୍ କରିବା ପାଇଁ ସେମାନଙ୍କୁ ପ୍ରଥମେ ଦେ ହାଭ୍ ଟୁ ମୋବିଲାଇଜ୍ ଦ ପବ୍ଲିକ୍, ମୋବିଲାଇଜେସନ୍ ଅଫ୍ ପପୁଲେସନ୍ ଟୁ କ୍ରିଏଟ୍ ପବ୍ଲିକ୍ ଓପିନିଅନ୍। ଆଣ୍ଡ ଏଇ ଯେଉଁ ତାଙ୍କର ଡିମାଣ୍ଡସ୍ ଆଗରେ ସରକାର ବା ବାଧ୍ୟ ହେଲେ ସେମାନଙ୍କୁ କିଛି ସୁବିଧା ସୁଯୋଗ ଦେବା ପାଇଁ। ସେଥିପାଇଁ ରିଫର୍ମସ୍ ଆକ୍ଟ 1832
ଆସିଥିଲା। So and the state now moved towards modernization, ଆସ୍ତେ ଆସ୍ତେ ଆଧୁନିକ ରାଷ୍ଟ୍ର ଆଡ଼କୁ ସେମାନେ ଅଗ୍ରସର ହେଲେ। ସେମାନଙ୍କ ଭିତରେ ଯେଉଁ ଡିସ୍କ୍ରିପେନ୍ସି ଥିଲା ସେ ସବୁ ଦୂର ହେବାକୁ ଲାଗିଲା। ନ୍ୟାସନାଲିଜିମ୍ ଡେଭଲପ ଆଣ୍ଡ ଦେयर ଇଜ୍ ଗ୍ରୋଥ ଅଫ୍ ନ୍ୟାସନାଲିଷ୍ଟ ଆଇଡେଣ୍ଟିଟି, ଜାତୀୟବାଦୀ ଆଇଡେଣ୍ଟିଟି ତାଙ୍କ ଭିତରେ ଡେଭଲପ ହେଲା। ମାର୍କେଟ ରିଫର୍ମସ୍ ଆସିଲା ଆଣ୍ଡ ନାଉ ଦ ଷ୍ଟେଟ୍ ମୁଭ୍ ଟୁୱାର୍ଡସ୍ ଏ ୱେଲଫେୟାର ଷ୍ଟେଟ୍। ଆଉ ଗୋଟିଏ ଯୁଗାନ୍ତକାରୀ ଆନ୍ଦୋଳନ ଏହି ସମୟରେ ଯେଉଁଟା ହେଇଥିଲା ବ୍ରିଟେନରେ ଦେଖାଯାଇଥିଲା, ସେ ଦ୍ୟାଟ୍ ଇଜ୍ ୱାର୍କିଂ କ୍ଲାସ୍ ମୁଭମେଣ୍ଟ। ୱାର୍କିଂ କ୍ଲାସ୍ଙ୍କର ଆବିର୍ଭାବ ହେଲା ଶିଳ୍ପ ବିପ୍ଳବ ପରେ। ଆଗରୁ ଆମର ଥିଲା ଡୋମେଷ୍ଟିକ୍ ସିଷ୍ଟମ୍। ଇନ୍ ପ୍ରି ଇଣ୍ଡଷ୍ଟ୍ରିଆଲ ସୋସାଇଟି ଦେୟାର ଇଜ୍ ଏ ଡୋମେଷ୍ଟିକ୍ ସିଷ୍ଟମ୍। ଆର୍ଟିସାନ୍ସ କ୍ରାଫ୍ଟସମ୍ୟାନ୍ ସେମାନେ ନିଜର ଘରେ ରହି ଜିନିଷ ପ୍ରସ୍ତୁତ କରୁଥିଲେ ଏବଂ ତାକୁ ନିଜ ମାର୍କେଟିଂ ତାଙ୍କର ଦାୟିତ୍ୱ, ର ମେଟେରିଆଲ୍ସ ତାଙ୍କର ବିକ୍ରି କରିବାକୁ ତାଙ୍କର ଥିଲା। କିନ୍ତୁ ଇଣ୍ଡଷ୍ଟ୍ରିଆଲାଇଜେସନ୍ ହେବା ଫଳରେ ସେମାନେ ସବୁ ୱେଜ୍ ଆର୍ନର୍ସ ହେଲେ, ଫ୍ୟାକ୍ଟ୍ରି ସାଇଡ଼କୁ ଆସିବାକୁ ପଡ଼ିଲା। ଫ୍ୟାକ୍ଟ୍ରି ସାଇଡ଼ରେ ସେମାନେ କାମ କଲେ, ମହିଳାମାନେ ଘରେ ରହିଲେ, ପୁରୁଷମାନେ ଆସିକି କାମ କଲେ। ସୋ ଏ ଲଟ୍ ଅଫ୍ ଚେଞ୍ଜେସ୍ that took place in the society, in their family life. So industrial revolutionର ବହୁତ ଗୁଡ଼ିଏ ପ୍ରଭାବ ପଡ଼ିଲା, ସମାଜ ଉପରେ ପଡ଼ିଲା, ଫ୍ୟାମିଲି ଲାଇଫ୍ ଉପରେ ପଡ଼ିଲା, ଇକୋନୋମିକ୍ ଲାଇଫ୍ ଉପରେ ମଧ୍ୟ ଆସିଲା ସବୁଠି। ତେଣୁ ସମାଜରେ ଯେଉଁ ନୂଆକରି ଯେଉଁ କ୍ଲାସ୍ ବାହାରିଲେ, ଯେଉଁ ୱାର୍କର୍ସ ମାନେ ଆସିଲେ, ସେ ୱାର୍କର୍ସ ମାନେ ଷ୍ଟାର୍ଟେଡ୍ ଏ ମୁଭମେଣ୍ଟ, ଆନ୍ଦୋଳନ କଲେ। ତାର ମୂଳ କାରଣ ହେଉଛି ସେମାନଙ୍କର ଅନହାଇଜିନିକ୍ କଣ୍ଡିସନରେ ତାଙ୍କୁ କାମ କରିବାକୁ ପଡ଼ୁଥିଲା, ଲୋ ୱେଜେସ୍ ଦିଆହେଉଥିଲା, କମ୍ ଦରମା ପାଉଥିଲେ, ଦୀର୍ଘ ସମୟ ଧରି କାମ କରୁଥିଲା ଏବଂ ସେଥିପାଇଁ ସେମାନଙ୍କ ମଧ୍ୟରେ ଆନ୍ଦୋଳନ ଦେଖାଗଲା। ଏଗୁଡ଼ିକ ହେଲା ତାଙ୍କର ମୂଳ ସମସ୍ୟା। ତାଙ୍କର ଯାହା ସମସ୍ୟା ଥିଲା ସେ ସମସ୍ୟା ଗୁଡ଼ିକ ହେଲା ମୂଳ ସମସ୍ୟା, ଯାହା ଯେଉଁଟାକି ସେମାନେ ଚାହୁଁଥିଲେ କିଛି କନସେସନ୍ ପାଇବା ପାଇଁ ବା କିଛି ସୁବିଧା ସୁଯୋଗ ପାଇବା ପାଇଁ। କିନ୍ତୁ ସେମାନେ ସେ ସମୟରେ ଯେଉଁ ଆନ୍ଦୋଳନ ହେଉଥିଲା, ସପୋଜ ଗୋଟେ ଏପରି ଗୋଟେ ଆନ୍ଦୋଳନ ଫୁଡ୍ ରାଇଟ୍ସ, ଯେତେବେଳେ ଫୁଡ୍ ରାଇଟ୍ସ ଇଂଲଣ୍ଡରେ ଦେଖାଗଲା, ଖାଦ୍ୟର ଅଭାବ ଦେଖାଗଲା, ଖାଦ୍ୟର ଦରଦାମ ବୃଦ୍ଧି ଦେଖାଗଲା, ବ୍ଲାକ୍ ହୋର୍ଡିଂ ହେଲା, କଳାବଜାରୀ ହେଲା। ଏସବୁ ହେବାର କାରଣ ହେଉଛି ପ୍ରଡକ୍ସନ୍ କମ୍ ହେଲା, କ୍ଲାଇମେଟ୍ ଚେଞ୍ଜ ହେଲା, ଯାହାଫଳରେ କି ପ୍ରଡକ୍ସନ୍ କମ୍ ହେଲା। ପ୍ରଡକ୍ସନ୍ କମ୍ ହେଲେ ଦରଦାମ ବୃଦ୍ଧି ହେଲା। ଦରଦାମ ବୃଦ୍ଧି ହେଲେ ୱାର୍କର୍ସ ମାନେ କମ୍ ୱେଜେସ୍ ପାଉଥିଲେ, ସେମାନେ ଦେ ଆର୍ ଅନଏବୁଲ୍ ଟୁ ଆଫୋର୍ଡ ଦ ପ୍ରାଇସ୍ ରାଇଜ୍। ତେଣୁ ସବୁବେଳେ ମୁଭମେଣ୍ଟ ଆରମ୍ଭ ହେଲା। ସାଧାରଣ ଲୋକମାନେ ମୁଭମେଣ୍ଟ ଆରମ୍ଭ କଲେ, କିନ୍ତୁ ଏମାନେ ସେଥିରେ ସାମିଲ ହେଲେ। ଦେ ପାର୍ଟିସିପେଟେଡ୍ ଇନ୍ ଦି ଫୁଡ୍ ରାଇଟ୍ସ, ବଟ୍ ଦେୟାର ଇଣ୍ଟେନସନ୍ ୱାଜ୍, ତାଙ୍କର ଉଦ୍ଦେଶ୍ୟ ଥିଲା ଯେ ତାଙ୍କର ଯେଉଁ ସବୁ ୱାର୍କିଂ କଣ୍ଡିସନ୍ ହେଉ, ତାପରେ ଭୋଟିଂ ରାଇଟ୍ ହେଉ, ଏଇସବୁ ଜିନିଷରେ ମୁଭମେଣ୍ଟ ଆରମ୍ଭ କରିବେ। ତେଣୁ ଏଇ ୱାର୍କର୍ସ ମାନଙ୍କର ଭୋଟିଂ ରାଇଟ୍ ପାଇଁ ଯେଉଁ ମୁଭମେଣ୍ଟ ହେଲା ତାକୁ କୁହାଗଲା ଚାର୍ଟିଷ୍ଟ ମୁଭମେଣ୍ଟ। ଚାର୍ଟିଷ୍ଟ ମୁଭମେଣ୍ଟ ଆଣ୍ଡ ୱାର୍କର୍ସ, ଚାର୍ଟିଷ୍ଟ ମିନ୍ସ ଚାର୍ଟର, ତାଙ୍କ ସବୁ ଡିମାଣ୍ଡ ସେଇଟା ସାଇନ୍ କରିକି ଗୋଟେ ପେପରରେ ସେମାନେ ସମସ୍ତେ ସାଇନ୍ କରି ଗଭର୍ଣ୍ଣମେଣ୍ଟକୁ ସେଇଟା ପିଟିସନ୍ ଆକାରରେ ଦେଲେ। ବଟ୍ ଦ୍ୟାଟ୍ ଆର୍ ରିଜେକ୍ଟେଡ୍। କାରଣ ହେଉଛି ଯେ ବର୍ତ୍ତମାନ ଯେଉଁ ସରକାର ରହିଲା, ଯେଉଁ କନଷ୍ଟିଚ୍ୟୁସନାଲ ମୋନାର୍କି ରହିଲା, ଯେଉଁ ରାଜତନ୍ତ୍ର ରହିଲା, ପାର୍ଲାମେଣ୍ଟାରୀ ଡେମୋକ୍ରାସି, ପାର୍ଲାମେଣ୍ଟାରୀ ମୋନାର୍କି ସଂସଦୀୟ ରାଜତନ୍ତ୍ର, ପାର୍ଲାମେଣ୍ଟାରୀ ମୋନାର୍କି ରାଜା ନାମକୁ ମାତ୍ର, ପାର୍ଲାମେଣ୍ଟ ଅଲ୍ ପାୱାରଫୁଲ୍। ଗ୍ଲୋରିୟସ୍ ରିଭଲ୍ୟୁସନ୍ ପରେ ଏଷ୍ଟାବ୍ଲିଶ୍ ହେଇଛି ଗ୍ଲୋରିୟସ୍ ଇଂଲଣ୍ଡରେ। ଯେଉଁ ସଂସଦୀୟ ରାଜତନ୍ତ୍ର ଯେଉଁ ହେଲା, ଏଥିରେ ଯେଉଁମାନେ ରହିଲେ, ଯେଉଁ ବୁର୍ଜୁଆ, ସେମାନେ ଚାହୁଁଥିଲେ ବୁର୍ଜୁଆ ଏ ଯେଉଁ ବୁର୍ଜୁଆ କ୍ଲାସ୍ ରହିଲେ, ଏମାନେ ଚାହୁଁଥିଲେ ଇଣ୍ଡିଭିଜୁଆଲ ଫ୍ରିଡମ୍, ସେମାନେ ଚାହୁଁଥିଲେ ଇଣ୍ଡିଭିଜୁଆଲ ଇକ୍ୱାଲିଟି, ସେମାନେ ଚାହୁଁଥିଲେ ପ୍ରାଇଭେଟ୍ ପ୍ରପର୍ଟି। ଦେ ଆର୍ ନଟ୍ ଇନ୍ ଫେଭର ଅଫ୍ ସୋସିଆଲ ଇକ୍ୱାଲିଟି। ଯେ ବୁର୍ଜୁଆ ମାନେ ଥିଲେ, ସେମାନେ ସୋସିଆଲ ଇକ୍ୱାଲିଟି ପଛରେ ନଥିଲେ, ସାମାଜିକ ସମାନତା ଉପରେ ନଥିଲେ। ବୁର୍ଜୁଆ ମାନେ ଥିଲେ ନିଜର ସ୍ୱାର୍ଥ, ଇଣ୍ଡିଭିଜୁଆଲ ଫ୍ରିଡମ୍ ରହିଲା, ଇଣ୍ଡିଭିଜୁଆଲ ପ୍ରପର୍ଟି କେମିତି ରହିବ, ପ୍ରାଇଭେଟ୍ ପ୍ରପର୍ଟି କିଭଳି ରହିବ, ସେଥିପାଇଁ ସେମାନେ କାମ କରୁଥିଲେ। ତେଣୁ ଏଇ ଯେଉଁ ବୁର୍ଜୁଆ ମାନେ, ଏମାନେ କ୍ଷମତାରେ ରହିଥିଲେ, ପାୱାରରେ ସେମାନେ ଥିଲେ। ତେଣୁ ସେମାନେ ଯେତେ ଚାର୍ଟିଷ୍ଟ ପିଟିସନ୍ ଫାଷ୍ଟ ଗଲା, ସେ ସବୁଗୁଡ଼ିକ କାର୍ଯ୍ୟକାରୀ ହେଇପାରିଲା ନାହିଁ। ପରେ ଚାର୍ଟିଷ୍ଟରେ ଫାଇନାଲି ସମ୍ ଅଫ୍ ଦ ଡିମାଣ୍ଡସ୍, ଏଇଟା ତାଙ୍କର ଆନ୍ଦୋଳନ ଯେଉଁ କେବେ ହେଇନି, ପରବର୍ତ୍ତୀ ସମୟରେ ଏଠି ଯେତେବେଳେ ସବୁ ଜିନିଷରେ ପରିବର୍ତ୍ତନ ଘଟୁଛି, ଚିନ୍ତାର ପରିବର୍ତ୍ତନ ଘଟୁଛି, ଆଟିଟ୍ୟୁଡ଼ରେ ପରିବର୍ତ୍ତନ ଘଟୁଛି, ସେତେବେଳେ ହିଁ ତାଙ୍କର ସେ ଡିମାଣ୍ଡ ପୂରଣ ହେଇଛି। ଚାର୍ଟିଷ୍ଟ ମାନେ ଯେଉଁ ମୁଭମେଣ୍ଟ କରିଥିଲେ, ସେଥିରେ ତାର 6ଟା ଡିମାଣ୍ଡ ଥିଲା। ପ୍ରଥମ ଥିଲା ଏ ଭୋଟ୍ ଫର୍ ଏ ମ୍ୟାନ୍ 21 years ago, ସାଉଣ୍ଡ ମାଇଣ୍ଡ ଥିବ, ସିକ୍ରେଟ୍ ବ୍ୟାଲଟ୍ ସେମାନେ ଡିମାଣ୍ଡ କରୁଥିଲେ।
नो प्रॉपर्टी क्वालिफिकेशन से फॉर ए मेंबर ऑफ पार्लियामेंट संसद मेंबर हवा कि कौन से प्रॉपर्टी संपत्तिगत क्वालिफिकेशन रही भोट देवार अधिकार मिल बैलेट पेपर भोट हम पेमेंट ऑफ मेंबर्स इक्वल कंस्टिट्युएंसीज जमी मुझे आगुरी कहली जे कंस्टिट्युएंसी रे जनसंख्या बहुत कम किंतु तांकर पार्लियामेंट संसद रे तांकर कम कंस्टिट्युएंसी जनसंख्या अधिका किंतु कम तांकर वोटिंग राइट था सिक्योरिंग ए सेम अमाउंट ऑफ रिप्रेजेंटेशन सिक्योरिंग इक्वल कंस्टिट्युएंसी securing the same amount of representation for the same number of electors instead of allowing small constituency to swap the voters of a large one गोटे constituency कम जनसंख्या तांकर वोटिंग राइट जेते कि गोटे बड़ गोटे constituency बहुत लोक संगे तांकर वोटिंग राइट बेदा सेम सो ई सब उठी जीवो सो इज अ स्टैटिस्ट मूवमेंट सेटा परवर्ती समय रे सो मोर दैट वाज नो वर्कर्स दे गॉट right to vote not as a result of their demand तेणु 1750 रे ब्रिटेन रे सोशल पॉलिटिकल इकोनॉमिक लाइफ थिला आपको डोमिनेट करथिले लैंडेड एरिस्टोक्रेट्स एंड एग्रीकल्चर वाज द मेन बेसिस इन द बिगिनिंग इन 1750 बट दैट चेंज्ड विथ द कमिंग ऑफ इंडस्ट्रियल रिवोल्यूशन एंड से समय गवर्नमेंट रो मध्य एक्टिव रोल थिला इन एडमिनिस्ट्रेशन और विद द लाइफ ऑफ द पीपल क्या प्रोटेक्शन दबा टैक्सेशन कलेक्शन करवा सरकार का यही केतोटी काम मूल काम थिला मौलिक काम थिला लोक सामरिक शासन प्रतिष्ठा करवा शासन व्यवस्था करवा टैक्सेशन करवा ये सब थिला किंतु वेलफेयर कांसेप्ट जो जनमंगलकारी राष्ट्र जो पछरे आसे सेटा परवर्ती समय रे एटा आसी तेणु एबे एबे हमर तीनोटी चैप्टर थिला जो विषय वस्तु थिला तीनोटी विषय वस्तु थिला दुईटी विषय वस्तु हम डिस्कशन कर सारछे और तृतीय विषय वस्तु जोटा हम रहिछि सेटा होछि यूरोपियन पॉलिटिकल मोबिलाइजेशन फ्रॉम 1830 टू 1830 टू 1848 तो ए विषय रे प्रथम जिनस होछि ऑलरेडी हम डिस्कशन कर सारछे जे कि भली भाबे लिबरलिज्म सोशलिज्म नेशनलिज्म आस्ते आस्ते लोक मानक भितर ए सब जो भावना उद्रेक होछि ये भावना लोक मान भर प्रवेश कला बिकज ऑफ फिलोसफर्स इंटेलेक्चुअल्स तेणु से मन में गोटे परिवर्तन आसला मानसिक स्तर में पैराडिग्म शिफ्ट जोटा कहचे मानसिक स्तर से सचेतन करागला क्या विरुद्ध सचेतन करागला अत्याचारी शासन विरुद्ध सचेतन करागला सामाजिक असमानता विरुद्ध सचेतन करागला एवं इकोनॉमिक एक्सप्लॉयटेशन आर्थिक शोषण जमी कैपिटलिस्ट शोषण करते वर्कर्स मान जमीदार मान शोषण करते कृषक मान तेणु विद्रोह सब सृष्टि है किंतु ये 1830 और 1848 दुटा लैंडमार्क इन यूरोपियन हिस्ट्री कहीं 1830 जुलाई रिवोल्यूशन होता फ्रांस रे और 1848 फेब्रुआरी रिवोल्यूशन होता फ्रांस रे और तार बहुत प्रभाव पड़ता पूरा यूरोप समग्र देश में तार प्रभाव पड़ता यह आगु मेटरनिक गोटे कथा कहते व्हेन Hans catches cold, the whole Europe sneezes. And France रे जर हम तार समग्र यूरोप स्पेन छिंकी तो अर्थ हूँ ये जो रिवोल्यूशनरी इफेक्ट ये जो विप्लव होता जो विप्लव होता 1830 विप्लव होता 1838 यार प्रभाव समग्र यूरोप में परिलक्षित होता जहाँफल कि इटाली जर्मनी से तो इटाली जर्मनी एकत्रीकरण हो नाला जहाँ कहीं 1815 मसीह कांग्रेस ऑफ नेपोलियन बोनापार्ट द सन ऑफ फ्रेंच रिवोल्यूशन नेपोलियन बोनापार्ट यूरोप रे नेशनलिज्म डेवलप करथिले जर्मनी यूनिफिकेशन और इटाली यूनिफिकेशन प्रथम जदि हम देखिबा ताले सेतरे नेपोलियन कर हाथ ही थिला आगरु जर्मनी और यूरोप रे नंबर ऑफ इंडिपेंडेंट स्टेट्स एग्जिस्ट करथिले नेपोलियन सेमानकर संख्या को कमे देथिले द्वितीय रे नेपोलियन कर पतन पर नेपोलियन बा फ्रेंच रिवोल्यूशन रो जो रिवोल्यूशनरी आइडियाज बा नेपोलियन कर जो एडमिनिस्ट्रेटिव सेटअप सेटा यूरोप सारा ही स्प्रेड कर दिया प्रसार कर दिया किंतु ताकर पतन पर 1815 रे जो कांग्रेस ऑफ वियना ऑस्ट्रिया राजधानी से जो कांग्रेस ऑफ वियना होता सेठी कौन करागला ना ये जो रिवोल्यूशनरी आइडियाज एग्नेस्ट रे पुणी जो राजतंत्र किभଳି भाବରେ फेरी आसो जो ओल्ड ऑर्डर
जोटाको नेपोलियन नष्ट करदे से ओल्ड ऑर्डर को पुणी के रिएस्टाब्लिश करवा राजतंत्र को राजा मान को जो मैंने हारी क्षमता चली जाता से पुणी क्षमता प्राप्त करवा ता अर्थ हूँ फ्रांस फराची राष्ट्र विप्लव जो बाणी तार जो बाणी रहा इक्वालिटी लिबर्टी एंड फ्रेटर्निटी जो सोशलिज्म आम कहे लिबरालिज्म पढ़ले नेशनलिज्म पढ़ले ये जो रिवोल्यूशनरी आइडियाज जोटा स्प्रेड करथिला तार एग्नेस्ट रे जो मैंने काम कले से कंजरभेटिव्स से पुणी से जो रॉयल ऑर्डर को फेरी आनिले तार काम जे दायित्व नहीं सी मेटर्निटी 1815 है कॉन्सेप्ट ऑफ यूरोप तैयारी करागला कॉन्सेप्ट ऑफ यूरोप मींस द पावर ऑफ जो 4 ग्रेट पावर्स थिले से माने किभली भाबे निजको निजे सहाय्य करिवे इन ऑर्डर टू मेंटेन पीस एंड ऑर्डर इन ए पोस्ट नेपोलियनिक एरा नेपोलियन को पर यूरोप रे किभली भाबे शांति सुरक्षा सब बैलेंस करिवे बैलेंस प्रकृति रे बैलेंस करना तार मूल उद्देश्य था हाउ टू मेंटेन बैलेंस इन यूरोप तो सेटा किंतु जो जगह रे धर टूर सिसिल्स स्पेन पोर्तुगाल ग्रीस रशियन जो एरिया रे थिला तुर्किश एम्पायर कोलाप्स ऑटोमान तुर्कर क्षमता कमी जाऊँ आस्ते आस्ते तेणु ये जगह गुड़ा सब कौन रिवोल्यूशनरी मैंने जो मैंने लिबराल्स जो मैंने नेशनलिस्ट जो मैंने राजतंत्र को विरोध करुले से सब आंदोलन कले किंतु ये सब आंदोलन कौन से उपाय सफल हो पारा ना से सफल हबार कारण हूँ द रिएक्शनरी पॉलिसी फॉलोड बाय मेटरनिक ये जो ऑस्ट्रिया फ्रांस रशिया ये सब शक्तिशाली माने राष्ट्र गुड़िक थे माने जो जगार लिबराल मूवमेंट है विप्लव जो सब जगह है सी सबको दृढ़ हस्त दमन कले जहाँफल कि पपुलर मूवमेंट कौटी सक्सेस हो पारे ना इनस्पाइट ऑफ दैट भितर भितर ये जो रिवोल्यूशनरी आइडिया गुड़ाक सब स्प्रेड करला जहाँफल कि हम देखुचे आफ्टर 1848 फेब्रुआरी रिवोल्यूशन पर लुई नेपोलियन जे कि जनमत साहाय्य फ्रांस फ्रांस क्षमता को आसिले परवर्ती समय से एकछत्रवाद शासन लागू कले तेणु जदियो किसी समय जो सब सिक्रेट सोसाइटी सब गठन करा जायथिला लिबराल आइडिया को दबे दि जायथिला सिक्रेट सोसाइटी जदि हम एग्जांपल कथा कहबा ताले इटालियन कार्बोनेरी मूवमेंट हेदिला इटाली कार्बोनेरी मूवमेंट हेदिला और विभिन्न सब सिक्रेट सोसाइटी फॉर्मेशन होता दबे देले किसी समय कि संपूर्ण रूपे राजतंत्र को जो एकछत्र शासक राजतंत्र जगह आसपारा ना जो सोशलिस्ट मैंने लिबराल्स मैंने नेशनलिस्ट मैंने किंतु मूवमेंट जारी रखिले संपूर्ण रूपे लोप पारा ना मूल लक्ष्य था रिस्टोरेशन ऑफ ओल्ड पावर एंड टू सप्रेस द आइडियाज ऑफ लिबरलिज्म नेशनलिज्म then the secret society movement revolutions that started in different parts of Europe किंतु ताहा संपूर्ण रूप से माने दमन करि परले नाही जदियो से माने चेष्टा करथिले एवं आस्ते आस्ते रिवोल्यूशनरी आइडिया जोगुड़ा समय थिला आम जिन पढ़ले व्यक्ति लिबरालिज्म मूल मुख्य पुरोधा थिले जॉन लक से माने तार मुख्य उद्देश्य था लिबरालिज्म व्यक्तिगत स्वाधीनता लोक मान को फ्रीडम दबा लोक मान को कहिबार फ्रीडम बंचिबार फ्रीडम मूवमेंट राइट टू फ्रीडम ऑफ स्पीच थॉट एक्सप्रेशन से भाव सोशलिज्म हम देखले जे वर्कर्स आर एक्सप्लॉइटेड तेणु गोटे साम्यवाद प्रतिष्ठा करवा सोशलिज्म मूल लक्ष्य था टू मिनिमाइज गैप बिटवीन रिच एंड पुअर गोटे इगालिटेरियन समाज इगालिटेरियन माने समानतावाद जहाँकि समानता समस्त से समान जो रिसोर्सेस रहा तो समस्त समान भाव यूटिलाइज करेंगे नेशनलिज्म द फीलिंग ऑफ अननेस्टेड लोक मान भितर आसला से जो आंचलिकवाद था रिलीजियस धार्मिक भावना जो अलग अलग था सी सब ऊर्धे जा गोटे स्वतंत्र
ବା ଗୋଟେ ରାଷ୍ଟ୍ର ଗଠନ କରାଯାଇପାରିବ, ସ୍ୱାଧୀନ ରାଷ୍ଟ୍ର ଗଠନ କରାଯାଇପାରିବ। ଯଦିଓ ଚେଷ୍ଟା କରାଯାଇଥିଲା ଏଇ 1830-48 ଭିତରେ ବହୁତ ବିପ୍ଳବ ହେଇଥିଲା, ଜୁଲାଇ ବିପ୍ଳବ ହେଇଥିଲା, ଦେନ୍ ଫେବୃଆରୀ ବିପ୍ଳବ ମଧ୍ୟ ହେଇଥିଲା ଫ୍ରାନ୍ସରେ। ରିଆକ୍ସନାରୀ ମାନେ ଚେଷ୍ଟା କରୁଥିଲେ ଏଇସବୁ ଆଇଡ଼ିଆକୁ ଦବାଇ ଦେବା ପାଇଁ, କିନ୍ତୁ ଏହା ସମ୍ପୂର୍ଣ୍ଣ ରୂପେ ଲୋପ ପାଇନଥିଲା। ଏହା ଆଗକୁ ଆଗକୁ ଭୟଙ୍କର ରୂପ ଧାରଣ କରିବ, ଆଗକୁ ଆଗକୁ ଇଟ୍ ଇଜ୍ ଗ୍ୟାଦରିଂ ମୋମେଣ୍ଟ ଷ୍ଟ୍ରେଂଥ, ଶକ୍ତି ସଂଗ୍ରହ କରୁଥିଲା ଏବଂ ପରବର୍ତ୍ତୀ ସମୟରେ ହିଁ ସଫଳ ଭାବରେ ବହୁ ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆସି ଜର୍ମାନୀ ୟୁନିଫିକେସନ, ଇଟାଲୀ ୟୁନିଫିକେସନ ବହୁତ ଘଟଣା ଘଟିଛି। ଥ୍ୟାଙ୍କ ୟୁ।